ଆଜିର ଆମର ବିଷୟ ହେଉଛି ଭାରତୀୟ ନାରୀ। 1900 ମସିହା 18 ଜାନୁଆରୀ କାଲିଫର୍ଣ୍ଣିଆର ଅନ୍ତର୍ଗତ ପ୍ୟାସାଭେନାରେ ସେକ୍ସପିୟର କ୍ଲବ୍ ହାଉସରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଦତ୍ତ ବକ୍ତୃତା। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ପ୍ରଥମରୁ କହି ରଖେ ଯେ ମୋର ଅନେକ କିଛି ଅପୂର୍ଣ୍ଣତା ଆପଣମାନଙ୍କୁ ସହ୍ୟ କରିବାକୁ ହେବ, କାରଣ ମୁଁ ଏପରି ଏକ ସାଧକ ସମ୍ପ୍ରଦାୟଭୁକ୍ତ ଯେଉଁମାନେ ବିବାହ କରନ୍ତି ନାହିଁ। ଅତଏବ ନାରୀ ସହିତ ମାତା, ଜାୟା ଓ ଭଗିନୀ ପ୍ରଭୃତି ସମ୍ପର୍କରେ ଅନ୍ୟର ଜ୍ଞାନ ଯେତେ ପରିମାଣରେ ପୂର୍ଣ୍ଣ, ମୋର ସେପରି ନ ହେବା ସ୍ୱାଭାବିକ। ତାପରେ ସ୍ମରଣ ରଖିବାକୁ ହେବ ଯେ ଭାରତବର୍ଷ ଗୋଟିଏ ବିଶାଳ ମହାଦେଶ, କେବଳ ଗୋଟିଏ ଦେଶ ନୁହେଁ। ଭାରତବର୍ଷର ବିଭିନ୍ନ ଜାତିର ତୁଳନାରେ ୟୁରୋପୀୟ ଜାତିଗୁଡ଼ିକ ପରସ୍ପରର ନିକଟତର ଏବଂ ଅଧିକତର ସାଦୃଶ୍ୟ ବିଶିଷ୍ଟ। ଆପଣମାନେ ଭାରତବର୍ଷ ସମ୍ବନ୍ଧରେ ମୋଟାମୋଟି ଗୋଟିଏ ଧାରଣା କରିପାରିବେ ଯଦି କହେ ଯେ ସମଗ୍ର ଭାରତବର୍ଷରେ 8ଟି ବିଭିନ୍ନ ଭାଷା ଅଛି। ସେଗୁଡ଼ିକ ବିଭିନ୍ନ ଭାଷା, ଆଞ୍ଚଳିକ ଭାଷା ମାତ୍ର ନୁହେଁ ଏବଂ ପ୍ରତ୍ୟେକଙ୍କର ସ୍ୱକୀୟ ସାହିତ୍ୟ ଅଛି। ଏକା ହିନ୍ଦୀ ହିଁ 10 କୋଟି ଲୋକଙ୍କର ଭାଷା, ବଙ୍ଗଳା ପ୍ରାୟ 6 କୋଟି ଲୋକଙ୍କର ଇତ୍ୟାଦି। ଯେକୌଣସି ଦୁଇଟି ୟୁରୋପୀୟ ଭାଷା ମଧ୍ୟରେ ଯେତେଟା ପ୍ରଭେଦ, ତାହା ଅପେକ୍ଷା 4ଟି ଉତ୍ତର ଭାରତୀୟ ଭାଷା ଓ ଦକ୍ଷିଣ ଭାରତୀୟ ଭାଷା ମଧ୍ୟରେ ପ୍ରଭେଦ ଅଧିକତର। ପ୍ରତ୍ୟେକଟି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଆପଣମାନଙ୍କର ଭାଷା ଓ ଜାପାନୀ ଭାଷା ମଧ୍ୟରେ ଯେତିକି ପାର୍ଥକ୍ୟ, ଏଗୁଡ଼ିକ ମଧ୍ୟରେ ବି ସେତିକି ପାର୍ଥକ୍ୟ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ମୁଁ ଦକ୍ଷିଣ ଭାରତକୁ ଯାଏ, ସେଠାରେ ସଂସ୍କୃତ କହିପାରନ୍ତି ଏପରି ଲୋକଙ୍କ ଦେଖା ନ ପାଇବା ପର୍ଯ୍ୟନ୍ତ ମୋତେ ଇଂରାଜୀରେ କଥା କହିବାକୁ ହୁଏ। ଅଧିକନ୍ତୁ ଭାରତର ବିଭିନ୍ନ ଜାତିର ଆଚାର, ରୀତି, ଆହାର, ପରିଚ୍ଛଦ ଏବଂ ଚିନ୍ତାଧାରାରେ ଅନେକ ପାର୍ଥକ୍ୟ ଅଛି। ଏହା ଉପରେ ପୁଣି ବର୍ଣ୍ଣଭେଦ ଅଛି। ପ୍ରତ୍ୟେକଟି ବର୍ଣ୍ଣ ଯେପରି ଗୋଟିଏ ସ୍ୱତନ୍ତ୍ର ଜାତିବିଶେଷ। ଯଦି କେହି ଭାରତବର୍ଷରେ ବହୁକାଳ ବାସ କରେ, ତେବେ ଯାଇ ଜଣକର ଚାଲିଚଳନ ଦେଖି କହିପାରିବ ଲୋକଟି କେଉଁ ବର୍ଣ୍ଣଭୁକ୍ତ। ପୁଣି ବର୍ଣ୍ଣଗୁଡ଼ିକ ଭିତରେ ମଧ୍ୟ ବିଭିନ୍ନ ଆଚରଣ ଓ ପ୍ରଥା ବିଦ୍ୟମାନ। ବର୍ଣ୍ଣଗୁଡ଼ିକ ପ୍ରତ୍ୟେକ ସ୍ୱତନ୍ତ୍ର, କେହି କାହା ସହିତ ମିଶନ୍ତି ନାହିଁ। ଅର୍ଥାତ୍ ଏକ ବର୍ଣ୍ଣ ଅନ୍ୟ ବର୍ଣ୍ଣ ସହିତ ସାମାଜିକ ଭାବରେ ମିଳିବେ, କିନ୍ତୁ ଏକତ୍ର ପାନାହାର କରିବେ ନାହିଁ ବା ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବେ ନାହିଁ। ଏ ସମସ୍ତ ବ୍ୟାପାରରେ ସେମାନେ ସ୍ୱତନ୍ତ୍ର। ପରସ୍ପରଙ୍କ ସହିତ ଆଳାପ ଏବଂ ବନ୍ଧୁତ୍ୱ ଥାଇପାରେ, କିନ୍ତୁ ତା ଅପେକ୍ଷା ଅଧିକ କିଛି ନୁହେଁ। ଧର୍ମ ପ୍ରଚାରକ ବୋଲି ଅନ୍ୟାନ୍ୟ ପୁରୁଷ ଅପେକ୍ଷା ସାଧାରଣ ଭାବରେ ଭାରତୀୟ ନାରୀଙ୍କୁ ଜାଣିବାର ବେଶୀ ସୁଯୋଗ ଆମମାନଙ୍କର। ଧର୍ମ ପ୍ରଚାରକଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରନ୍ତର ଭ୍ରମଣ କରିବାକୁ ହୁଏ। ଫଳରେ ସମାଜର ସକଳ ସ୍ତର ସହିତ ତାଙ୍କର ସଂଯୋଗ। ଉତ୍ତର ଭାରତରେ ମହିଳାମାନେ ପୁରୁଷଙ୍କ ଆଗକୁ ଆସନ୍ତି ନାହିଁ, କିନ୍ତୁ ସେଠାରେ ମଧ୍ୟ ଧର୍ମ ପାଇଁ ସେମାନେ ବହୁ କ୍ଷେତ୍ରରେ ଏହି ନିୟମ ଭଙ୍ଗ କରନ୍ତି ଏବଂ ଆମମାନଙ୍କର ପ୍ରବଚନ ଶୁଣିବା ପାଇଁ ଓ ଆମମାନଙ୍କ ସହିତ ଧର୍ମ ଆଲୋଚନା କରିବା ପାଇଁ ପାଖକୁ ଆସନ୍ତି। ଭାରତୀୟ ନାରୀ ସମ୍ବନ୍ଧରେ ମୁଁ ସବୁ କିଛି ଜାଣେ, ଏ କଥା କହିବା ମୋ ପକ୍ଷରେ ବିପଜ୍ଜନକ। ସୁତରାଂ ମୁଁ ଆପଣମାନଙ୍କ ଆଗରେ ଆଦର୍ଶଟି ଉପସ୍ଥାପିତ କରିବାର ଚେଷ୍ଟା କରିବି। ପ୍ରତ୍ୟେକ ଜାତିର ପୁରୁଷ ବା ସ୍ତ୍ରୀ ଭିତରେ ଜ୍ଞାତସାରରେ ବା ଅଜ୍ଞାତସାରରେ ଗୋଟିଏ ଆଦର୍ଶର ରୂପାୟନ ଘଟେ। ବ୍ୟଷ୍ଟି ଗୋଟିଏ ଆଦର୍ଶର ବହିଃପ୍ରକାର ମାଧ୍ୟମ। ଜାତି ଏହିସବୁ ବ୍ୟଷ୍ଟିର ସମଷ୍ଟି ମାତ୍ର ଏବଂ ଜାତି ମଧ୍ୟ ଗୋଟିଏ ମହାନ ଆଦର୍ଶର ପ୍ରତୀକ। ଏହି ଆଦର୍ଶ ଉଦ୍ଦେଶ୍ୟରେ ଜାତି ଅଗ୍ରସର ହେଉଛି। ସୁତରାଂ ଏହା ଯଥାର୍ଥ ବୋଲି ମାନି ନେବାକୁ ହେବ ଯେ ଗୋଟିଏ ଜାତିକୁ ବୁଝିବାକୁ ହେଲେ ପ୍ରଥମେ ଏହି ଜାତିର ଆଦର୍ଶକୁ ଅବଶ୍ୟ ବୁଝିବାକୁ ହେବ, କାରଣ ପ୍ରତ୍ୟେକ ଜାତିର ଗୋଟିଏ ନିଜସ୍ୱ ମାପକାଠି ଅଛି ଏବଂ ତାହା ବ୍ୟତୀତ ଅନ୍ୟ କିଛି ଦ୍ୱାରା ଏହାର ମାନ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ। ସର୍ବପ୍ରକାର ଉନ୍ନତି, ଅଗ୍ରଗତି, କଲ୍ୟାଣ କିମ୍ବା ଅବନତି
ସବୁ ହିଁ ଆପେକ୍ଷିକ। ଏହା ଗୋଟିଏ ନିର୍ଦ୍ଦିଷ୍ଟ ମାନକୁ ସୂଚିତ କରେ। କୌଣସି ମନୁଷ୍ୟକୁ ବୁଝିବାକୁ ହେଲେ ପୂର୍ଣ୍ଣତ ସମ୍ବନ୍ଧରେ ତାହାର ସ୍ୱକୀୟ ମାନର ପରିପ୍ରେକ୍ଷୀରେ ତାହାକୁ ବୁଝିବାକୁ ହେବ। ଜାତିଗତ ଜୀବନରେ ଏହାକୁ ସ୍ପଷ୍ଟ ଭାବରେ ଦେଖିବାକୁ ପାଇବେ। ଏକ ଜାତି ଯାହା ଭଲ ବୋଲି ମନେ କରେ, ଅନ୍ୟ ଜାତି ତାହାକୁ ଭଲ କହି ନପାରେ। ଆପଣମାନଙ୍କର ଦେଶରେ ଜ୍ଞାତି ଭାଇ ଭଉଣୀଙ୍କ ମଧ୍ୟରେ ବିବାହ ଖୁବ୍ ସଙ୍ଗତ, କିନ୍ତୁ ଭାରତରେ ଏପରି ବିବାହ ଆଇନ ବିରୁଦ୍ଧ। କେବଳ ସେତିକି ନୁହେଁ, ଏହାକୁ ଅତି ଭୟାନକ ନିଷିଦ୍ଧ ଯୌନ ସଂସର୍ଗ ମନେ କରାହୁଏ। ଏ ଦେଶରେ ବିଧବା ବିବାହ ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ। ଭାରତରେ ଉଚ୍ଚବର୍ଣ୍ଣ ନାରୀର 2 ଥର ବିବାହ ଚରମ ମର୍ଯ୍ୟାଦା ହାନିକର। ଅତଏବ ଦେଖୁଛନ୍ତି, ଆମେମାନେ ଏତେ ବିଭିନ୍ନ ଭାବ ଭିତର ଦେଇ କାର୍ଯ୍ୟ କରୁ ଯେ ଗୋଟିଏ ଜାତିକୁ ଅନ୍ୟ ଜାତିର ମାନଦଣ୍ଡ ଦ୍ୱାରା ବିଚାର କରିବା ଉଚିତ ହେବ ନାହିଁ। ଏହା ସମ୍ଭବ ମଧ୍ୟ ନୁହେଁ। ଅତଏବ ଗୋଟିଏ ଜାତି ତାହା ଆଗରେ କେଉଁ ଆଦର୍ଶକୁ ରଖିଛି ତାହା ଜାଣିବା ଆମମାନଙ୍କର କର୍ତ୍ତବ୍ୟ। ବିଭିନ୍ନ ଜାତି ପ୍ରସଙ୍ଗରେ ପ୍ରଥମେ ଆମେମାନେ ଗୋଟିଏ ଧାରଣା କରିବସୁ ଯେ ସବୁ ଜାତିର ନୈତିକ ନିୟମାବଳୀ ଓ ଆଦର୍ଶ ଏକ। ଯେତେବେଳେ ଅନ୍ୟକୁ ବିଚାର କରିବାକୁ ଯାଉ, ସେତେବେଳେ ଧରିନେଉ ଯେ ଆମେମାନେ ଯାହା ଭଲ ବୋଲି ମନେ କରୁ ତାହା ସମସ୍ତଙ୍କ ପକ୍ଷରେ ଭଲ ହେବ। ଆମେମାନେ ଯାହା କରୁ ତାହା ହିଁ ଉଚିତ କର୍ମ। ଆମେମାନେ ଯାହା କରୁନା, ଅନ୍ୟମାନେ ତାହା କଲେ ଘୋର ନୀତି ବିରୁଦ୍ଧ ହେବ। ସମାଲୋଚନା ଉଦ୍ଦେଶ୍ୟରେ ମୁଁ ଏକଥା କହୁନାହିଁ, କେବଳ ସତ୍ୟକୁ ଆପଣମାନଙ୍କ ସମ୍ମୁଖରେ ସ୍ପଷ୍ଟ କରି ଧରୁଛି। ଯେତେବେଳେ ଶୁଣେ ଯେ ପଦତଳ ସଙ୍କୁଚିତ କରିବା ପାଇଁ ପାଶ୍ଚାତ୍ୟ ନାରୀମାନେ ଚୀନା ନାରୀମାନଙ୍କୁ ଧିକ୍କାର କରନ୍ତି, ସେତେବେଳେ ସେମାନେ ଚିନ୍ତା କରନ୍ତି ନାହିଁ ସେମାନଙ୍କର ବଡିସ୍ ବ୍ୟବହାର ଜାତିର ଅଧିକତର କ୍ଷତି କରୁଛି। ଏହା ଗୋଟିଏ ଦୃଷ୍ଟାନ୍ତ ମାତ୍ର। ଆପଣମାନେ ଅବଶ୍ୟ ଜାଣନ୍ତି, କର୍ସେଟ୍ ବ୍ୟବହାର କରିବା ଦ୍ୱାରା ଶରୀରର ଯେତେ କ୍ଷତି ହୋଇଅଛି ବା ହେଉଅଛି, ପଦତଳ ସଙ୍କୁଚିତ କରିବାରେ ତା'ର ଲକ୍ଷ୍ୟ ଭାଗରୁ 1 ଭାଗ କ୍ଷତି ହୁଏ ନାହିଁ। କାରଣ ପ୍ରଥମୋକ୍ତ ଉପାୟରେ ଶରୀରର ବିଭିନ୍ନ ଅଂଶ ସ୍ଥାନଚ୍ୟୁତ ହୁଏ ଏବଂ ମେରୁଦଣ୍ଡଟି ସାପ ଭଳି ବଙ୍କେଇଯାଏ। ଯଦି ମାପନିଆ ହୁଏ, ତାହେଲେ ଏହି ବକ୍ରତା ଲକ୍ଷ୍ୟ କରିପାରିବେ। ଦୋଷ ଦେଖାଇବା ପାଇଁ ନୁହେଁ, କେବଳ ଅବସ୍ଥାଟି ବୁଝାଇବା ପାଇଁ କହୁଛି। ଆପଣମାନେ ଅନ୍ୟ ଦେଶର ନାରୀମାନଙ୍କ ଅପେକ୍ଷା ନିଜକୁ ଶ୍ରେଷ୍ଠ ବୋଲି ମନେ କରନ୍ତି ଏବଂ ସେମାନେ ଆପଣମାନଙ୍କର ଆଚାର ବ୍ୟବହାର ଗ୍ରହଣ କରନ୍ତି ନାହିଁ ବୋଲି ସେମାନଙ୍କର ବ୍ୟବହାରରେ ଆପଣମାନେ ବିସ୍ମୟରେ ହତବୁଦ୍ଧି ହୁଅନ୍ତି। ଠିକ୍ ସେହି କାରଣରୁ ଅନ୍ୟାନ୍ୟ ଜାତିର ନାରୀମାନେ ମଧ୍ୟ ଆପଣମାନଙ୍କ କଥା ଶୁଣି ଶିହରିତ ହୁଅନ୍ତି। ସୁତରାଂ ଦୁଇ ପକ୍ଷ ଭିତରେ ଗୋଟିଏ ଭୁଲ ବୁଝାମଣା ଅଛି। ଗୋଟିଏ ସାଧାରଣ ମିଳନଭୂମି, ଗୋଟିଏ ସାର୍ବଜନୀନ ବୌଦ୍ଧର କ୍ଷେତ୍ର ଓ ଗୋଟିଏ ସାଧାରଣ ମାନବତା ଅଛି, ଯାହା ଆମମାନଙ୍କର କର୍ମର ଭିତ୍ତି ହେବ। ଆମମାନଙ୍କୁ ସେହି ପୂର୍ଣ୍ଣ ଓ ନିର୍ଦ୍ଦୋଷ ମାନବ ପ୍ରକୃତି ଖୋଜି ବାହାର କରିବାକୁ ହେବ। ଏହା ବର୍ତ୍ତମାନ କେବଳ ଆଂଶିକ ଭାବରେ ଏଠି ସେଠି କାର୍ଯ୍ୟ କରୁଛି। ପୂର୍ଣ୍ଣତ୍ୱର ଚରମ ବିକାଶ ଗୋଟିଏ ମନୁଷ୍ୟରେ ସମ୍ଭବ ନୁହେଁ। ଆପଣ ଗୋଟିଏ ଅଂଶକୁ ରୂପ ଦିଅନ୍ତି, ମୁଁ ମଧ୍ୟ ମୋର ସାଧ୍ୟ ମତେ ସାମାନ୍ୟ ଭାବରେ ଗୋଟିଏ ଅଂଶ ରୂପାୟିତ କରେ। ଏଠାରେ ଜଣେ ଗୋଟିଏ କ୍ଷୁଦ୍ର ଅଂଶ ଗ୍ରହଣ କରେ, ଅନ୍ୟତ୍ର ଆଉ ଜଣେ ଅନ୍ୟ ଗୋଟିଏ ଅଂଶ ଗ୍ରହଣ କରେ। ପୂର୍ଣ୍ଣତ ହେଲା ଏହି ସମସ୍ତ ଅଂଶର ସମଷ୍ଟି ରୂପ। ବ୍ୟଷ୍ଟି କ୍ଷେତ୍ରରେ ଯେପରି, ଜାତି କ୍ଷେତ୍ରରେ ମଧ୍ୟ ସେହିପରି। ପ୍ରତ୍ୟେକ ଜାତିକୁ ଗୋଟିଏ ଭୂମିକାରେ ଅଭିନୟ କରିବାକୁ ହୁଏ। ପ୍ରତ୍ୟେକ ଜାତିକୁ ମାନବ ସ୍ୱଭାବର ଗୋଟିଏ ଦିଗ ବିକଶିତ କରିବାକୁ ହୁଏ ଏବଂ ଆମମାନଙ୍କୁ ଏହି ସମସ୍ତ ଏକ ସାଙ୍ଗରେ ଗ୍ରଥିତ କରିବାକୁ ହେବ। ସମ୍ଭବତଃ ସୁଦୂର ଭବିଷ୍ୟତରେ ଏପରି ଏକ ଜାତିର ଉଦ୍ଭବ ହେବ, ଯେଉଁ ଜାତି ଭିତରେ ବିଭିନ୍ନ ଜାତି ଦ୍ୱାରା ଅର୍ଜିତ ବିସ୍ମୟକର ପୂର୍ଣ୍ଣତା ପ୍ରକାଶିତ ହେବ ଏବଂ ଏହା ଆଉ ଗୋଟିଏ ନୂତନ ଜାତି ରୂପେ ଦେଖାଦେବ। ଏହି ଜାତି ଭଳି ଗୋଟିଏ ଜାତିର କଥା ମନୁଷ୍ୟ ବର୍ତ୍ତମାନ ସୁଦ୍ଧା କଳ୍ପନା କରିପାରି ନାହିଁ। ଏହି ଟିକକ କହିବା ଛଡ଼ା କାହାରି ସମାଲୋଚନା କରି ମୋର କହିବାର କିଛି ନାହିଁ। ଜୀବନରେ ମୁଁ କିଛି କମ୍ ଭ୍ରମଣ କରିନାହିଁ। ସର୍ବଦା ମୋ ଆଖି ଖୋଲି ରଖିଛି ଏବଂ ଯେତିକି ମୁଁ ଘୁରୁଛି ସେତିକି ମୋ ମୁହଁ ବନ୍ଦ ହୋଇଯାଉଛି। ସମାଲୋଚନା କରିବାକୁ ଆଉ ପାରୁନାହିଁ। ବର୍ତ୍ତମାନ
ଭାରତୀୟ ନାରୀର ପ୍ରସଙ୍ଗ। ଭାରତରେ ଜନନୀ ହିଁ ଆଦର୍ଶ ନାରୀ। ମାତୃଭାବ ହିଁ ଏହାର ପ୍ରଥମ ଓ ଶେଷ କଥା। ନାରୀ ଶବ୍ଦ ହିନ୍ଦୁ ମନରେ ମାତୃତ୍ୱକୁ ହିଁ ସ୍ମରଣ କରାଇଦିଏ। ଭାରତରେ ଈଶ୍ୱରଙ୍କୁ ମା ବୋଲି ସମ୍ବୋଧନ କରାହୁଏ। ଆମମାନଙ୍କର ଶୈଶବରେ ପ୍ରତିଦିନ ପ୍ରାତଃକାଳରେ ଏକ ପାତ୍ର ଜଳ ନେଇ ମାଙ୍କ ନିକଟରେ ରଖିବାକୁ ହୁଏ। ସେ ତାଙ୍କର ପାଦର ବୃଦ୍ଧାଙ୍ଗୁଷ୍ଠି ସେଥିରେ ବୁଡ଼ାଇ ଦିଅନ୍ତି ଏବଂ ଆମେମାନେ ସେହି ଜଳ ପାନ କରୁ। ପାଶ୍ଚାତ୍ୟରେ ନାରୀ ଜାୟା। ସେଠାରେ ଜାୟା ରୂପେ ହିଁ ନାରୀତ୍ୱର ଭାବଟି କେନ୍ଦ୍ରୀଭୂତ ହୋଇଅଛି। ଭାରତର ସାଧାରଣ ମନୁଷ୍ୟ ନିକଟରେ ନାରୀତ୍ୱର ସମଗ୍ର ଶକ୍ତି ମାତୃତ୍ୱରେ ଘନୀଭୂତ ହୋଇଅଛି। ପାଶ୍ଚାତ୍ୟରେ ସ୍ତ୍ରୀ ଗୃହକର୍ତ୍ରୀ, ଭାରତୀୟ ଗୃହରେ କର୍ତ୍ରୀ ହେଉଛନ୍ତି ଜନନୀ। ପାଶ୍ଚାତ୍ୟ ଗୃହକୁ ଯଦି ମା ଆସନ୍ତେ ତେବେ ତାଙ୍କୁ ପୁତ୍ରବଧୂଙ୍କର ଅଧୀନ ହୋଇ ରହିବାକୁ ହେବ। ଘର କରଣା କାମ ସ୍ତ୍ରୀର, କିନ୍ତୁ ମା ସର୍ବଦା ଆମମାନଙ୍କର ଘରେ ବାସ କରନ୍ତି। ସ୍ତ୍ରୀଙ୍କୁ ତାଙ୍କ ଅଧୀନରେ ରହିବାକୁ ହେବ। ଭାବର ଏହିସବୁ ପ୍ରଭେଦ ଆପଣମାନେ ଲକ୍ଷ୍ୟ କରନ୍ତୁ। ମୁଁ କେବଳ ତୁଳନାର ପ୍ରସ୍ତାବ କରୁଅଛି, ପ୍ରକୃତ ତଥ୍ୟ ଉଲ୍ଲେଖ କରୁଅଛି, ଯାହାଦ୍ୱାରା ଆମେମାନେ ଦୁଇ ଦିଗରୁ ତୁଳନା କରିପାରୁ। ଏହି ତୁଳନାଟି କରନ୍ତୁ। ଯଦି ଆପଣମାନେ ପ୍ରଶ୍ନ କରନ୍ତି ସ୍ତ୍ରୀ ରୂପରେ ଭାରତୀୟ ନାରୀର ସ୍ଥାନ କେଉଁଠି, ଏହି ପ୍ରଶ୍ନରେ ଭାରତବାସୀ ପ୍ରତିପ୍ରଶ୍ନ କରିବେ, ଜନନୀ ରୂପରେ ମାର୍କିନ ମହିଳାଙ୍କର ମର୍ଯ୍ୟାଦା କ'ଣ? ସେହି ସର୍ବମହିମାମୟୀ ଯିଏ ମୋତେ ଏହି ଶରୀର ଦେଇଛନ୍ତି ସେ କେଉଁଠି? 9 ମାସ ଯିଏ ମୋତେ ତାଙ୍କ ଶରୀରରେ ଧାରଣ କରିଥିଲେ ସେ କେଉଁଠି? କେଉଁଠି ସେ ଯିଏ ମୋର ପ୍ରୟୋଜନ ହେଲେ ବାରମ୍ବାର ଜୀବନ ଦେବାକୁ ପ୍ରସ୍ତୁତ? କେଉଁଠି ସେ ମୋ ପ୍ରତି ଯାହାଙ୍କର ସ୍ନେହ ଅସରନ୍ତି, ମୁଁ ଯେତେ ଦୁଷ୍ଟ ବା ହୀନ ପ୍ରକୃତିର ହୁଏ ନା କାହିଁକି? କେଉଁଠି ସେ ଜନନୀ ଆଉ କେଉଁଠି ସ୍ତ୍ରୀ? ଯେଉଁ ନାରୀ ସ୍ୱାମୀ ଦ୍ୱାରା ସାମାନ୍ୟ ଅବହେଳିତ ହେଲେ ବିବାହ ବିଚ୍ଛେଦ ପାଇଁ ଅଦାଲତରେ ଆଶ୍ରୟ ନିଏ। ହେ ମାର୍କିନ ମହିଳା ବୃନ୍ଦ, ଆପଣମାନଙ୍କ ଭିତରେ କେଉଁଠି ସେହି ଜନନୀ? ଆପଣମାନଙ୍କ ଦେଶରେ ତାଙ୍କୁ ମୁଁ ଖୋଜି ପାଉନାହିଁ। ଆପଣମାନଙ୍କ ଦେଶରେ ମୁଁ ଏପରି ପୁତ୍ର ଦେଖି ନାହିଁ ଯାହାଙ୍କ ନିକଟରେ ଜନନୀଙ୍କର ସ୍ଥାନ ସର୍ବପ୍ରଥମ। ଯେତେବେଳେ ଆମେମାନେ ଦେହତ୍ୟାଗ କରୁ ସେତେବେଳେ ମଧ୍ୟ ଆମେମାନେ ଚାହୁଁନା ଯେ ଆମମାନଙ୍କର ସ୍ତ୍ରୀ ପୁତ୍ର କନ୍ୟାମାନେ ଆମମାନଙ୍କର ଜନନୀର ସ୍ଥାନ ଗ୍ରହଣ କରନ୍ତୁ। ଧନ୍ୟ ଆମମାନଙ୍କର ଜନନୀ। ଯଦି ମା ଆଗରେ ଆମମାନଙ୍କର ମୃତ୍ୟୁ ହୁଏ ତାହେଲେ ପୁଣି ମା କୋଳରେ ମୁଣ୍ଡ ରଖି ଆମେମାନେ ମରିବାକୁ ଚାହୁଁ। କେଉଁଠି ନାରୀ? ନାରୀ କ'ଣ ଏପରି ଗୋଟିଏ ଶବ୍ଦ ଯାହା କେବଳ ସ୍ଥୂଳ ଦେହ ସହିତ ଯୁକ୍ତ? ହିନ୍ଦୁ ମନ ସେହିସବୁ ଆଦର୍ଶକୁ ଭୟ କରେ ଯାହାକୁ ଅନୁସରଣ କଲେ ଦେହ ଦେହରେ ଆସକ୍ତ ହେବ। ନା ନା, ନାରୀ ଦେହ ସଂକ୍ରାନ୍ତ କୌଣସି କିଛି ସହିତ ତୁମେ ଯୁକ୍ତ ହେବ ନାହିଁ। ତୁମର ନାମ ଚିରକାଳ ପାଇଁ ପବିତ୍ର ବୋଲି ଅଭିହିତ କରାହୋଇଅଛି। ମା ନାମ ଛଡ଼ା ଏପରି କି ଶବ୍ଦ ଅଛି ଯାହାକୁ କୌଣସି ପ୍ରକାର କାମଭାବ ସ୍ପର୍ଶ କରିପାରେ ନାହିଁ, କୌଣସି ପ୍ରକାର ପଶୁଭାବ ଯାହା ନିକଟକୁ ଆସିପାରେ ନାହିଁ। ଏହି ମାତୃତ୍ୱ ହିଁ ଭାରତବର୍ଷର ଆଦର୍ଶ। ମୁଁ ଏପରି ଏକ ସମ୍ପ୍ରଦାୟଭୁକ୍ତ ଯେଉଁମାନେ ଅନେକ ପରିମାଣରେ ଆପଣମାନଙ୍କର ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ଭିକ୍ଷୁକ ସାଧୁମାନଙ୍କ ସଦୃଶ, ଅର୍ଥାତ୍ ଆମମାନଙ୍କର ପୋଷାକ ପରିଚ୍ଛଦ ସମ୍ବନ୍ଧରେ ଉଦାସୀନ ହୋଇ ଘୁରି ବୁଲିବାକୁ ହୁଏ, ଭିକ୍ଷାନ ଦ୍ୱାରା ଜୀବନ ଧାରଣ କରିବାକୁ ହୁଏ। ଜନସାଧାରଣ ଯେତେବେଳେ ଚାହାନ୍ତି ସେତେବେଳେ ଧର୍ମ କଥା ଶୁଣାଇବାକୁ ହୁଏ। ଯେଉଁଠି ଆଶ୍ରୟ ପାଉ ସେଠାରେ ଶୟନ କରୁ। ଆମମାନଙ୍କୁ ଏହି ଧରଣର ଜୀବନ ପଦ୍ଧତି ଅନୁସରଣ କରିବାକୁ ହୁଏ। ଆମମାନଙ୍କର ସନ୍ନ୍ୟାସୀ ସମ୍ପ୍ରଦାୟର ନିୟମ ଏହି ଯେ ପ୍ରତ୍ୟେକ ନାରୀକୁ ଏପରିକି କ୍ଷୁଦ୍ର ବାଳିକାକୁ ମଧ୍ୟ ମା ସମ୍ବୋଧନ କରିବାକୁ ହୁଏ। ଏହା ହିଁ ଆମମାନଙ୍କର ପ୍ରଥା। ପାଶ୍ଚାତ୍ୟକୁ ଆସି ମଧ୍ୟ ମୋର ପୁରାତନ ଅଭ୍ୟାସ ଛାଡ଼ିପାରି ନାହିଁ। ମହିଳାମାନଙ୍କୁ ମା ବୋଲି ସମ୍ବୋଧନ କଲେ ଦେଖେ ସେମାନେ ଅତ୍ୟନ୍ତ ଆତଙ୍କିତ ହୋଇଉଠୁଛନ୍ତି। ପ୍ରଥମେ ଏହାର କାରଣ ବୁଝିପାରି ନାହିଁ, ପରେ କାରଣ ଆବିଷ୍କାର କଲି। ବୁଝିଲି ମା ହେଲେ ସେମାନେ ଯେ ବୁଢ଼ୀ ହୋଇଯିବେ। ଭାରତରେ ନାରୀର ଆଦର୍ଶ ମାତୃତ୍ୱ ସେହି ଅପୂର୍ବ ସ୍ୱାର୍ଥଶୂନ୍ୟ ସର୍ବଂସହା ନିତ୍ୟ କ୍ଷମାଶୀଳା ଜନନୀ। ଜାୟା ଜନନୀର ପଶ୍ଚାତରେ ଥାଇ ଛାୟା ସଦୃଶ। ସ୍ତ୍ରୀକୁ ମାଙ୍କର ଜୀବନର ଅନୁକରଣ କରିବାକୁ ହେବ। ଏହା ହିଁ ତାଙ୍କର କର୍ତ୍ତବ୍ୟ। ଜନନୀ ହିଁ ପ୍ରେମର ଆଦର୍ଶ।
ସେ ପରିବାରକୁ ଶାସନ କରନ୍ତି। ସମଗ୍ର ପରିବାରଟି ଉପରେ ତାଙ୍କର ଅଧିକାର। ଭାରତରେ ସନ୍ତାନ ଯେତେବେଳେ କୌଣସି ଅନ୍ୟାୟ କାମ କରେ, ପିତା ସେତେବେଳେ ତାକୁ ପ୍ରହାର କରେ ଏବଂ ମାତା ସର୍ବଦା ପିତା ସନ୍ତାନର ମଝିରେ ଆସି ଛିଡ଼ା ହୁଏ। ଆଉ ଏ ଦେଶରେ ଠିକ୍ ତାହାର ବିପରୀତ। ଏ ଦେଶରେ ମାଆଙ୍କର କାମ ପିଲାକୁ ମାରଧର କରିବା ଏବଂ ବିଚରା ପିତାକୁ ମଧ୍ୟସ୍ଥ ହେବାକୁ ହୁଏ। ଲକ୍ଷ୍ୟ କରନ୍ତୁ ଆଦର୍ଶର ପାର୍ଥକ୍ୟ। ବିରୂପ ସମାଲୋଚନା ହିସାବରେ ମୁଁ ଏହା କହୁନାହିଁ। ଆପଣମାନେ ଯାହା କରନ୍ତି ତାହା ଭଲ, କିନ୍ତୁ ଯୁଗ ଯୁଗ ଧରି ଆମମାନଙ୍କୁ ଯେଉଁ ଶିକ୍ଷା ଦିଆଯାଇଛି ତାହା ହିଁ ଆମମାନଙ୍କର ପଥ। ମାତା ସନ୍ତାନକୁ ଅଭିଶାପ ଦେଇଛନ୍ତି, ଏହା ଆପଣମାନେ କଦାପି ଶୁଣିବାକୁ ପାଇବେ ନାହିଁ। ମା ସର୍ବଦା କ୍ଷମାଶୀଳା। ଆମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କ ପରିବର୍ତ୍ତେ ଆମେମାନେ ନିରନ୍ତର କହୁ ମା। ମାତୃଭାବ ଏବଂ ମାତୃ ଶବ୍ଦ ହିନ୍ଦୁ ମନରେ ଚିରଦିନ ଅନନ୍ତ ପ୍ରେମ ସହିତ ଜଡ଼ିତ। ଆମମାନଙ୍କର ଏହି ମରଜଗତରେ ମାଙ୍କର ପ୍ରେମ ଈଶ୍ୱର ପ୍ରେମର ନିକଟତମ। ମହାସାଧକ ରାମପ୍ରସାଦ କହିଛନ୍ତି, କରୁଣା କର ଜନନୀ ମୁଁ ଦୁଷ୍ଟ, କିନ୍ତୁ କୁପୁତ୍ର ଯଦ୍ୟପି ହୁଏ କୁମାତା କଦାପି ନୁହେଁ। ଏହି ଦେଖ ହିନ୍ଦୁ ଜନନୀ। ପୁତ୍ରବଧୂ ଆସେ ତା'ର କନ୍ୟା ରୂପରେ। ବିବାହ ହେଲେ କନ୍ୟା ପରଗୃହକୁ ଚାଲିଯାଏ। ବିବାହ କରି ପୁତ୍ର ଆଉ ଗୋଟିଏ କନ୍ୟା ଘରକୁ ଆଣେ ଏବଂ ପୁତ୍ରବଧୂ କନ୍ୟାର ଶୂନ୍ୟସ୍ଥାନ ପୂରଣ କରେ। ପୁତ୍ରବଧୂକୁ ସେହି ରାଜରାଜେଶ୍ୱରୀ ଅର୍ଥାତ୍ ଶାଶୁଙ୍କର ଶାସନ ବ୍ୟବସ୍ଥା ଭିତରେ ନିଜକୁ ମନେଇ ଦେବାକୁ ହୁଏ। ମୁଁ ତ ସନ୍ନ୍ୟାସୀ, ସନ୍ନ୍ୟାସୀ କଦାପି ବିବାହ କରେ ନାହିଁ। ମନେ କରନ୍ତୁ, ମୁଁ ଯଦି ବିବାହ କରିଥାନ୍ତି ଏବଂ ମୋର ସ୍ତ୍ରୀ ଯଦି ମୋ ମାଙ୍କର ଅସନ୍ତୋଷର କାରଣ ହୁଅନ୍ତା, ତାହେଲେ ମୁଁ ମଧ୍ୟ ସ୍ତ୍ରୀ ଉପରେ ବିରକ୍ତ ହୁଅନ୍ତି। କାହିଁକି? ମୁଁ କ'ଣ ମୋ ମାଙ୍କୁ ପୂଜା କରେ ନାହିଁ? ସୁତରାଂ ମାଙ୍କର ପୁତ୍ରବଧୂ କାହିଁକି ତାଙ୍କୁ ପୂଜା କରିବେ ନାହିଁ? କିଏ ସେ ଯିଏ ମୋ ସହିତ ରୁଢ଼ ବ୍ୟବହାର କରି ମୋ ମାଙ୍କୁ ମଧ୍ୟ ଶାସନ କରିବ? ତାହାଙ୍କୁ ଅପେକ୍ଷା କରିବାକୁ ହେବ ଯେତେକ୍ଷଣ ତାଙ୍କର ନାରୀତ୍ୱ ପରିପୂର୍ଣ୍ଣ ନ ହୋଇଛି। ଏହି ମାତୃତ୍ୱ ହିଁ ନାରୀତ୍ୱକୁ ପୂର୍ଣ୍ଣ କରେ। ମାତୃତ୍ୱ ହିଁ ନାରୀର ନାରୀତ୍ୱ। ଏହି ମାତୃତ୍ୱ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ହେବ। ଏହାପରେ ସେ ସମାନ ଅଧିକାର ଲାଭ କରିବେ। ତେଣୁ ହିନ୍ଦୁ ନିକଟରେ ମାତୃତ୍ୱ ହିଁ ନାରୀ ଜୀବନର ଚରମ ଲକ୍ଷ୍ୟ। କିନ୍ତୁ ଆଦର୍ଶର କି ବିସ୍ମୟକର ପ୍ରଭେଦ ଦେଖୁଛି। ମୋ ଜନ୍ମ ପାଇଁ ମୋର ପିତାମାତା ବର୍ଷ ପରେ ବର୍ଷ କେତେ ପୂଜା ଓ ଉପବାସ କରିଥିଲେ। ପ୍ରତ୍ୟେକ ସନ୍ତାନର ଜନ୍ମ ପୂର୍ବରୁ ମାତା ପିତା ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆମମାନଙ୍କର ମହାନ ସ୍ମୃତିକାର ମନୁ ଆର୍ଯ୍ୟର ସଂଜ୍ଞା ଦେବାକୁ ଯାଇ କହିଛନ୍ତି, ପ୍ରାର୍ଥନା ଫଳରେ ଯାହାର ଜନ୍ମ ସେ ହିଁ ଆର୍ଯ୍ୟ। ପ୍ରାର୍ଥନା ବ୍ୟତୀତ ଯେଉଁ ଶିଶୁର ଜନ୍ମ ହୁଏ, ମନୁଙ୍କ ମତରେ ସେ ଅବୈଧ ସନ୍ତାନ। ସନ୍ତାନ ପାଇଁ ପ୍ରାର୍ଥନା କରିବାକୁ ହୁଏ। ଅଭିଶାପ ମସ୍ତକରେ ନେଇ ଯେଉଁ ସବୁ ଶିଶୁ ଏହି ଜଗତକୁ ଆସନ୍ତି, ଯେପରି ଏକ ଅସତର୍କ ମୁହୂର୍ତ୍ତରେ ହଠାତ୍ ଆସିପଡ଼ନ୍ତି, କାରଣ ସେମାନଙ୍କର ଆସିବା ରୋଧ କରାଯାଇପାରେ ନାହିଁ। ଏହିପରି ସନ୍ତାନମାନଙ୍କ ନିକଟରୁ କ'ଣ ଆଶା କରାଯାଇପାରେ? ମାର୍କିନ ଜନନୀଗଣ, ଆପଣମାନେ ଏହା ଚିନ୍ତା କରି ଦେଖନ୍ତୁ। ଆପଣମାନଙ୍କର ଅନ୍ତରର ଅନ୍ତରାଳରେ ଭାବି ଦେଖନ୍ତୁ, ଆପଣମାନେ କ'ଣ ପ୍ରକୃତ ନାରୀ ହେବାକୁ ପ୍ରସ୍ତୁତ? ଏଠାରେ କୌଣସି ଜାତି ବା ଦେଶର ପ୍ରଶ୍ନ ନାହିଁ। ସ୍ୱଜାତି ଗୌରବ ବୋଧର ମିଥ୍ୟା ଭାବ ପ୍ରବଣତା ନାହିଁ। ଦୁଃଖ କଷ୍ଟ ଜର୍ଜରିତ ଜଗତରେ ଆମମାନଙ୍କର ଏହି ମର ଜୀବନରେ ଗର୍ବବୋଧ କରିବାକୁ କିଏ ସାହସ କରେ? ଈଶ୍ୱରଙ୍କର ଏହି ଅନନ୍ତ ଶକ୍ତି ନିକଟରେ ଆମେମାନେ କେତେ ଟିକିଏ? ତଥାପି ଆପଣମାନଙ୍କୁ ଆଜି ମୁଁ ଏହି ପ୍ରଶ୍ନ କରିବାକୁ ଚାହେଁ, ଭବିଷ୍ୟତ ସନ୍ତାନଟି ପାଇଁ କ'ଣ ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତି? ମାତୃତ୍ୱ ଲାଭ କରି କ'ଣ ଆପଣମାନେ ଈଶ୍ୱରଙ୍କ ନିକଟରେ କୃତଜ୍ଞ? ମାତୃତ୍ୱ ପାଇଁ କ'ଣ ଆପଣମାନେ ନିଜକୁ ଶୁଦ୍ଧ ପବିତ୍ର ମନେ କରନ୍ତି? ନିଜ ମନକୁ ପ୍ରଶ୍ନ କରନ୍ତୁ। ଯଦି ଆପଣମାନେ ଏହିପରି ବୋଧ କରୁନଥାନ୍ତି, ତେବେ ଆପଣମାନଙ୍କର ବିବାହ ମିଥ୍ୟା। ମିଥ୍ୟା ଆପଣମାନଙ୍କର ନାରୀତ୍ୱ, ଆପଣମାନଙ୍କର ଶିକ୍ଷା କୁସଂସ୍କାର ମାତ୍ର। ଆଉ ପ୍ରାର୍ଥନା ବ୍ୟତୀତ ଯଦି ଆପଣମାନଙ୍କର ସନ୍ତାନ ହୋଇଥାଏ,
ତେବେ ସେମାନେ ମାନବ ଜାତିର ଅଭିଶାପ ହେବେ। ଆମମାନଙ୍କ ଆଗରେ ଭିନ୍ନ ଭିନ୍ନ ଆଦର୍ଶ ଉପସ୍ଥିତ ହେଉଅଛି, ତାହା ଲକ୍ଷ୍ୟ କରନ୍ତୁ। ମାତୃତ୍ୱରୁ ବିରାଟ ଦାୟିତ୍ୱ ଆସେ। ମାତୃତ୍ୱ ହିଁ ଭିତ୍ତି, ଆରମ୍ଭ। ଆଚ୍ଛା, ମାଆଙ୍କୁ ଏହିପରି ଭାବରେ ପୂଜା କରିବାକୁ ହେବ କାହିଁକି? କାରଣ ଆମମାନଙ୍କର ଶାସ୍ତ୍ର ଶିକ୍ଷା ଦିଏ ସନ୍ତାନ ଭଲ ବା ମନ୍ଦ ହେବ, ତାହା ସ୍ଥିରୀକୃତ ହୁଏ ଗର୍ଭବାସକାଳୀନ ପ୍ରଭାବ ଦ୍ୱାରା। ଲକ୍ଷ ଲକ୍ଷ ବିଦ୍ୟାଳୟକୁ ଯାଆନ୍ତୁ, ଲକ୍ଷ ଲକ୍ଷ ପୁସ୍ତକ ପଢ଼ନ୍ତୁ, ପୃଥିବୀର ସମସ୍ତ ପଣ୍ଡିତମାନଙ୍କର ସଙ୍ଗଲାଭ କରନ୍ତୁ, ଏଗୁଡ଼ିକର ପ୍ରଭାବ ଅପେକ୍ଷା ଜନ୍ମକାଳୀନ ଶୁଭ ସଂସ୍କାରର ପ୍ରଭାବ ବେଶୀ। ଶୁଭ ବା ଅଶୁଭ ଉଦ୍ଦେଶ୍ୟ ନେଇ ଆପଣଙ୍କର ଜନ୍ମ। ଶିଶୁ ଜନ୍ମଗ୍ରହଣ କରେ, ହୁଏତ ଦେବତା ରୂପେ, ନୁହେଁ ତ ଦାନବ ରୂପେ। ଶାସ୍ତ୍ର ଏହି କଥା ହିଁ ଘୋଷଣା କରେ। ଶିକ୍ଷା ଏବଂ ଆଉ ସବୁ କିଛି ପରେ ଆସେ, ଏଗୁଡ଼ିକ ଅତି ତୁଚ୍ଛ। ଯେଉଁ ଭାବ ନେଇ ଆପଣଙ୍କର ଜନ୍ମ ହୋଇଅଛି, ତାହା ହିଁ ଆପଣଙ୍କର ଭାବ। ଅସ୍ୱାସ୍ଥ୍ୟ ନେଇ ଯାହାର ଜନ୍ମ, ପାଇକାରୀ ହାରରେ କେତେଗୁଡ଼ିଏ ଔଷଧ ଦୋକାନ ଗିଳିଦେଲେ ସେ କ'ଣ ସାରା ଜୀବନ ସୁସ୍ଥ ରହିପାରିବ? ଦୁର୍ବଳ ରୁଗ୍ଣ ପିତାମାତା ଯେଉଁମାନଙ୍କର ରକ୍ତ ଦୂଷିତ, ସେମାନଙ୍କର ସନ୍ତାନ କେତେଜଣ ସୁସ୍ଥ ସବଳ? ଜଣେ ବି ନୁହେଁ। ପ୍ରବଳ ଶୁଭ ବା ଅଶୁଭ ସଂସ୍କାର ନେଇ ହୁଏତ ଆମେ ଦେବତା ବା ଦାନବ ରୂପେ ଏହି ପୃଥିବୀରେ ଜନ୍ମଗ୍ରହଣ କରୁ। ଶିକ୍ଷା ବା ଆଉ ସବୁ କିଛି ଅତି ତୁଚ୍ଛ। ଆମମାନଙ୍କର ଶାସ୍ତ୍ର ଏହିପରି କହେ, ଗର୍ଭକାଳୀନ ପ୍ରଭାବକୁ ନିୟନ୍ତ୍ରଣ କରେ। ଜନନୀଙ୍କୁ କାହିଁକି ପୂଜା କରିବାକୁ ହେବ? କାରଣ ସେ ନିଜକୁ ପବିତ୍ର କରିଅଛନ୍ତି। ପବିତ୍ରତା ସ୍ୱରୂପିଣୀ ହେବା ପାଇଁ ସେ ଦୁଷ୍କର ତପସ୍ୟା କରିଅଛନ୍ତି। ଆପଣମାନେ ସ୍ମରଣ ରଖିବେ, ଭାରତବର୍ଷରେ କୌଣସି ନାରୀ କୌଣସି ପୁରୁଷକୁ ଦେହ ଦାନ କରିବା କଥା ଭାବିପାରନ୍ତି ନାହିଁ। ଦେହ ତାଙ୍କର ନିଜସ୍ୱ, ଯାହାକୁ ଦାମ୍ପତ୍ୟ ଅଧିକାରର ପୁନରୁଦ୍ଧାର କୁହାଯାଏ। ଇଂରେଜମାନେ ସମାଜ ସଂସ୍କାର ହିସାବରେ ବର୍ତ୍ତମାନ ଭାରତରେ ତାହା ପ୍ରବର୍ତ୍ତନ କରିଅଛନ୍ତି, କିନ୍ତୁ କୌଣସି ଭାରତବାସୀ ଏହି ଆଇନର ସୁଯୋଗ ଗ୍ରହଣ କରିବେ ନାହିଁ। ପୁରୁଷ ଯେତେବେଳେ ନାରୀର ଦେହ ସମ୍ପର୍କରେ ଆସେ, ସେତେବେଳେ ନାରୀ କେତେ ଯେ ପ୍ରାର୍ଥନା ଓ ବ୍ରତ ଦ୍ୱାରା ଏହି ମିଳନ ପରିବେଶକୁ ନିୟନ୍ତ୍ରଣ କରେ। କାରଣ ଯେଉଁ ପଥରେ ଶିଶୁର ଆଗମନ, ତାହା ଯେ ସ୍ୱୟଂ ଈଶ୍ୱରଙ୍କର ପବିତ୍ରତମ ପ୍ରତୀକ। ଏହା ସ୍ୱାମୀ ସ୍ତ୍ରୀଙ୍କର ମିଳିତ ଶ୍ରେଷ୍ଠ ପ୍ରାର୍ଥନା। ଯେଉଁ ପ୍ରାର୍ଥନା ଆଉ ଗୋଟିଏ ପ୍ରଚଣ୍ଡ ଭଲ ଅଥବା ମନ୍ଦ ଶକ୍ତିର ସମ୍ଭାବନାଯୁକ୍ତ ଗୋଟିଏ ଜୀବକୁ ଏହି ଜଗତକୁ ନେଇ ଆସୁଛି। ଏହା କ'ଣ ଗୋଟାଏ ହସତାମଶାର ବ୍ୟାପାର? ଏହା କ'ଣ କେବଳ ଇନ୍ଦ୍ରିୟ ପରିତୃପ୍ତି? ଏହା କ'ଣ ଦେହର ପାଶବିକ ସୁଖ ସମ୍ଭୋଗ? ହିନ୍ଦୁ କହେ ନା, ନା, ସହସ୍ରବାର ନା। କିନ୍ତୁ ଏହାର ଅନୁଗାମୀ ଆଉ ଗୋଟିଏ ଭାବ ଅଛି। ସର୍ବଂସହା ସର୍ବକ୍ଷମାଶୀଳା ଜନନୀ ପ୍ରତି ଶ୍ରଦ୍ଧାର ଆଦର୍ଶ ନେଇ ଆମମାନଙ୍କର ଆଲୋଚନା ଆରମ୍ଭ ହୋଇଥିଲା। ଜନନୀଙ୍କୁ ଯେ ପୂଜା କରାହୁଏ, ତାହାର ଉତ୍ସ ଏହିଠାରେ। ମୋତେ ପୃଥିବୀକୁ ଆଣିବା ପାଇଁ ସେ ତପସ୍ୱିନୀ ହୋଇଥିଲେ। ମୁଁ ଜନ୍ମ ହେବି ବୋଲି ସେ ବର୍ଷ ପରେ ବର୍ଷ ତାଙ୍କର ଶରୀର, ମନ, ଆହାର ପରିଚ୍ଛଦ, ଚିନ୍ତା କଳ୍ପନା ପବିତ୍ର ରଖିଥିଲେ। ଏଇଥିପାଇଁ ସେ ପୂଜନୀୟା। ତାପରେ ଆମେମାନେ କେଉଁ ଭାବଟି ପାଉ? ମାତୃତ୍ୱ ସହିତ ସଂଯୁକ୍ତ ହୋଇଅଛି ଜାୟାଭାବ। ଆପଣମାନେ ପାଶ୍ଚାତ୍ୟ ଦେଶର ଲୋକମାନେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପରାୟଣ। ମୁଁ ଏହି କାମଟି କରିବାକୁ ଚାହେଁ, ଯେହେତୁ ମୁଁ ଏଇଟିକୁ ପସନ୍ଦ କରେ। ମୁଁ ସମସ୍ତଙ୍କୁ ଧକ୍କା ଦେଇ ଘୁଞ୍ଚାଇ ଦେବି। କାହିଁକି? ମୋର ଖୁସି। ମୁଁ ନିଜର ପରିତୃପ୍ତି ଚାହେଁ। ସେଥିପାଇଁ ମୁଁ ନାରୀକୁ ବିବାହ କରିବି। କାହିଁକି? ମୁଁ ତାକୁ ପସନ୍ଦ କରେ। ଏହି ନାରୀ ମୋତେ ବିବାହ କରିଅଛି। କାହିଁକି? ସେ ମୋତେ ପସନ୍ଦ କରେ। ଏଇଠାରେ ଏହାର ପରିସମାପ୍ତି। ଏହି ଅନନ୍ତ ବ୍ରହ୍ମାଣ୍ଡରେ ସେ ଆଉ ମୁଁ, ଏହି ଦୁଇ ଜଣ ଅଛୁ। ମୁଁ ତାହାକୁ ଏବଂ ସେ ମୋତେ ବିବାହ କରିଅଛି। ଏଥିରେ କାହାରି କୌଣସି କ୍ଷତି ନାହିଁ, ଆଉ କାହାରି କୌଣସି ଦାୟିତ୍ୱ ନାହିଁ। ଆପଣମାନଙ୍କର ଶ୍ରୀମାନ ଓ ଶ୍ରୀମତୀମାନେ ବଣକୁ ଯାଇ ସେମାନଙ୍କର ରୁଚି ଅନୁଯାୟୀ ଜୀବନଯାପନ କରିପାରନ୍ତି। କିନ୍ତୁ ସେମାନଙ୍କୁ ଯେତେବେଳେ ସମାଜରେ ବାସ କରିବାକୁ ହୁଏ, ସେତେବେଳେ ସେମାନଙ୍କର ବିବାହ ଆମମାନଙ୍କର ଶୁଭ ଅଶୁଭ ସହିତ ଜଡ଼ିତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେମାନଙ୍କର ସନ୍ତାନଗଣ ଅଗ୍ନି ସଂଯୋଗକାରୀ, ହତ୍ୟାକାରୀ ଦସ୍ୟୁ, ପରସ୍ୱାପହାରୀ, ମଦ୍ୟପ, ଜଘନ୍ୟ ଆଚାରୀ ଓ କ୍ରୂରକର୍ମା।
ସାକ୍ଷାତ ଦାନବ ହୋଇପାରନ୍ତି। ବର୍ତ୍ତମାନ ଭାରତବର୍ଷରେ ସମାଜ ବ୍ୟବସ୍ଥାର ଭିତ୍ତି କ'ଣ? ଏହା ବର୍ଣ୍ଣ ଭିତ୍ତି ଉପରେ ପ୍ରତିଷ୍ଠିତ ବିଧାନ। ମୋର ଜନ୍ମ ବର୍ଣ୍ଣ ବା ଜାତି ପାଇଁ, ତାହା ପାଇଁ ମୋର ଜୀବନ। ଅବଶ୍ୟ ମୋ ନିଜ କଥା କହୁନାହିଁ। ସନ୍ନ୍ୟାସ ଗ୍ରହଣ କରିବା ଫଳରେ ଆମେମାନେ ଜାତି ବର୍ଣ୍ଣର ବହିର୍ଭୂତ। ଯେଉଁମାନେ ସମାଜରେ ବାସ କରନ୍ତି, ମୁଁ ସେହିମାନଙ୍କ କଥା କହୁଅଛି। କୌଣସି ବର୍ଣ୍ଣରେ ଜନ୍ମ ବୋଲି ସେହି ବର୍ଣ୍ଣର ଧର୍ମ ଅନୁଯାୟୀ ମୋତେ ସମସ୍ତ ଜୀବନଯାପନ କରିବାକୁ ହେବ। ଅର୍ଥାତ୍ ଆପଣମାନଙ୍କ ଦେଶର ଆଧୁନିକ ଭାଷାରେ କହିବାକୁ ଗଲେ ପାଶ୍ଚାତ୍ୟ ମାନବ ଆଜନ୍ମ ସ୍ୱତନ୍ତ୍ରବାଦୀ, ଆଉ ହିନ୍ଦୁ ସମାଜତାନ୍ତ୍ରିକ ପୁରାପୁରି ସମାଜତାନ୍ତ୍ରିକ। ସେଥିପାଇଁ ଶାସ୍ତ୍ର କହେ ଯେ ଯଦି ପୁରୁଷକୁ ତାହାର ମନମତ ଯେକୌଣସି ନାରୀକୁ ବିବାହ କରିବାର ସ୍ୱାଧୀନତା ଦିଆଯାଏ ଏବଂ ନାରୀକୁ ମଧ୍ୟ ତାହାର ମନମତ ଯେକୌଣସି ପୁରୁଷକୁ ବିବାହ କରିବାର ସ୍ୱାଧୀନତା ମିଳେ, ସେତେବେଳେ କ'ଣ ହୁଏ? ତୁମେ ପ୍ରେମରେ ପଡ଼। ଝିଅଟିର ପିତା ହୁଏତ ଉନ୍ମାଦ ବା ଯକ୍ଷ୍ମା ରୋଗୀ, ଝିଅଟି ହୁଏତ ଗୋଟିଏ ପକ୍କା ମାତାଲ ଯୁବକର ମୁହଁ ଦେଖି ମୁଗ୍ଧ ହେଲା। ସମାଜବିଧି କ'ଣ କହେ? ଧର୍ମ ଅନୁଶାସନରେ ଏହିସବୁ ବିବାହ ଅବୈଧ। ମଦ୍ୟପାୟୀ, କ୍ଷୟରୋଗୀ, ଉନ୍ମାଦ ପ୍ରଭୃତିର ସନ୍ତାନଗଣଙ୍କୁ ବିବାହ କରିବାକୁ ଦିଆହେବ ନାହିଁ। ଧର୍ମ କହେ ବିକଳାଙ୍ଗ, କୁବ୍ଜ, ବିକୃତ ବୁଦ୍ଧି, ଜଡ଼ବତ୍ ବ୍ୟକ୍ତିମାନଙ୍କର ବିବାହ ଏକାବେଳକେ ନିଷିଦ୍ଧ। କିନ୍ତୁ ମୁସଲମାନମାନେ ଆରବରୁ ଭାରତବର୍ଷକୁ ଆସିଲେ। ସେମାନଙ୍କର ଅଛି ଆରବୀ ଆଇନ, ଆଉ ଆରବ ମରୁଭୂମିର ଆଇନ ଆମମାନଙ୍କ ଉପରେ ଜୋର କରି ଲଦି ଦିଆହେଲା। ଇଂରେଜମାନେ ଆସିଲେ ସେମାନଙ୍କର ଆଇନ ନେଇ ଯେତେ ଦୂର ସାଧ୍ୟ ତାହା ମଧ୍ୟ ଆମମାନଙ୍କ ଉପରେ ଚାଲୁ କରାଇଲେ। ଆମେମାନେ ପରାଜିତ ଜାତି। ଇଂରେଜ କହେ କାଲି ତୁମର ଭଉଣୀକୁ ବିବାହ କରିବ, ଆମେମାନେ କ'ଣ କରିପାରିବୁ? ଆମମାନଙ୍କର ସମାଜ ବିଧାନ କହେ ପରସ୍ପର ମଧ୍ୟରେ ରକ୍ତ ସମ୍ପର୍କର ଦୂରତ୍ୱ ଯେତେ ଥାଉ ନା କାହିଁକି ଏକ ଜ୍ଞାତି ଗୋତ୍ର ଭିତରେ ବିବାହ ଅବୈଧ। କାରଣ ଏପରି ବିବାହ ଦ୍ୱାରା ଜାତିର ଅଧୋଗତି ହୁଏ, ବଂଶ ଲୋପ ପାଏ। କୌଣସି ମତେ ଏ ଧରଣର ବିବାହ ହୋଇପାରେ ନାହିଁ ଏବଂ ଏହିଠାରେ ଏ ପ୍ରସଙ୍ଗ ଅଟକିଯାଏ। ସୁତରାଂ ମୋ ବିବାହ ବ୍ୟାପାରରେ ମୋର ନିଜର କୌଣସି ମତ ନାହିଁ। ମୋର ଭଉଣୀର ବିବାହ ବ୍ୟାପାରରେ ତାହାର ବି ମତାମତ କିଛି ନାହିଁ। ଜାତି ବର୍ଣ୍ଣର ଅନୁଶାସନ ଦ୍ୱାରା ସବୁକିଛି ନିର୍ଦ୍ଧାରିତ ହୁଏ। ଅନେକ ସମୟରେ ଆମମାନଙ୍କ ଦେଶରେ ଶୈଶବ ଅବସ୍ଥାରେ ବିବାହ ଦିଆହୁଏ। କାହିଁକି? ସମାଜର ଆଦେଶ। ପୁତ୍ର କନ୍ୟାମାନଙ୍କର ସମ୍ମତି ଛଡ଼ା ଯଦି ସେମାନଙ୍କର ବିବାହ ଦେବାକୁ ହୁଏ, ତାହେଲେ ପ୍ରେମର ଉନ୍ମେଷ ପୂର୍ବରୁ ଶୈଶବରେ ବିବାହ ଦେବା ଉଚିତ। ଯଦି ସେମାନେ ପୃଥକ ଭାବରେ ବଡ଼ ହୁଅନ୍ତି, ତାହେଲେ ବାଳକ ହୁଏତ ଅନ୍ୟ ଗୋଟିଏ ବାଳିକାକୁ ଭଲ ପାଇପାରେ ଏବଂ ବାଳିକା ହୁଏତ ଅନ୍ୟ ଗୋଟିଏ ବାଳକକୁ ପସନ୍ଦ କରିପାରେ। ଫଳରେ ଗୋଟାଏ କିଛି ମନ୍ଦ ଫଳ ଘଟିପାରେ। ସେଥିପାଇଁ ସମାଜ କହେ ଯେ ଏଇଠାରେ ତାକୁ ବନ୍ଦ କରିଦିଅ। ମୋର ଭଉଣୀ ବିକଳାଙ୍ଗ, ସୁଶ୍ରୀ ବା କୁଶ୍ରୀ, ତାହା ମୁଁ ଗ୍ରାହ୍ୟ କରେ ନାହିଁ। ସେ ମୋର ଭଉଣୀ, ଏହା ହିଁ ଯଥେଷ୍ଟ। ସେ ମୋର ଭ୍ରାତା, ଏତିକି ଜାଣିଲେ ମୋର ଯଥେଷ୍ଟ ହେଲା। ସୁତରାଂ ସେମାନେ ପରସ୍ପରକୁ ଭଲ ପାଇବେ। ଆପଣମାନେ କହିପାରନ୍ତି ଅନେକ ଆନନ୍ଦରୁ ସେମାନେ ବଞ୍ଚିତ। ପୁରୁଷ ପକ୍ଷରେ ଗୋଟିଏ ନାରୀର ପ୍ରେମରେ ପଡ଼ିବା ଏବଂ ନାରୀ ପକ୍ଷରେ ଜଣେ ପୁରୁଷର ପ୍ରେମରେ ପଡ଼ିବା କି ଅପୂର୍ବ ହୃଦୟ ଆବେଗ। ସେହି ଆନନ୍ଦରୁ ସେମାନେ ବଞ୍ଚିତ ହୁଅନ୍ତି। ଏହା ତ ଭାଇ ଭଉଣୀର ସ୍ନେହ ଭଳି, ଯେପରି ଭଲ ପାଇବାକୁ ସେମାନେ ବାଧ୍ୟ। ବେଶ୍, ସେଇ କଥା ହିଁ ହେଉ। କିନ୍ତୁ ହିନ୍ଦୁ କହେ ଆମେମାନେ ସମାଜତାନ୍ତ୍ରିକ। ଗୋଟିଏ ପୁରୁଷ ବା ନାରୀର ବିଶେଷ ଆନନ୍ଦ ପାଇଁ ଆମେମାନେ ଶତ ଶତ ଲୋକଙ୍କ ମସ୍ତକରେ ଦୁଃଖର ବୋଝ ଚାପି ଦେଇପାରୁନା। ସେମାନଙ୍କର ବିବାହ ହୋଇଯାଏ, ସ୍ୱାମୀ ସହିତ ବଧୂ ସ୍ୱାମୀ ଘରକୁ ଆସେ। ଏହାକୁ ହିଁ କୁହାଯାଏ ଦ୍ୱିତୀୟ ବିବାହ। ଶୈଶବକାଳୀନ ବିବାହକୁ କୁହାଯାଏ ପ୍ରଥମ ବିବାହ ଏବଂ ଏ ସମୟରେ ସେମାନେ ପୃଥକ ଭାବରେ ସେମାନଙ୍କର ନିଜ ନିଜ ପିତାମାତାଙ୍କ ସହିତ ବାସ କରିଥାନ୍ତି। ଯେତେବେଳେ ସେମାନଙ୍କର ବୟସ ହୁଏ, ଦ୍ୱିତୀୟ ବିବାହ ନାମକ ଆଉ ଗୋଟିଏ ଅନୁଷ୍ଠାନ କରାହୁଏ। ତାପରେ ସେମାନେ ଏକ ସଙ୍ଗରେ ବାସ କରନ୍ତି, କିନ୍ତୁ ପିତାମାତାଙ୍କ ସହିତ ଏକତ୍ର ଏକ ଘର। ବଧୂ ଯେତେବେଳେ ଜନନୀ ହୁଏ,
ସେତେବେଳେ ତାହାର ନିଜ ପରିବାର ଟିକକର ସର୍ବେସର୍ବା ହେବାର ସମୟ ଆସେ। ବର୍ତ୍ତମାନ ଆଉ ଗୋଟିଏ ଅଦ୍ଭୁତ ଭାରତୀୟ ସମାଜ ବ୍ୟବସ୍ଥାର କଥା କହିବି। ମୁଁ ଏହି ମାତ୍ର ଆପଣମାନଙ୍କୁ କହିଅଛି ଯେ ପ୍ରଥମ 2-3 ବର୍ଷ ଭିତରେ ବିଧବାମାନେ ଆଉ ବିବାହ କରିପାରନ୍ତି ନାହିଁ। ଇଚ୍ଛା ଥିଲେ ମଧ୍ୟ ପାରନ୍ତି ନାହିଁ। ଅବଶ୍ୟ ଅନେକଙ୍କ ନିକଟରେ ଏହା ଗୋଟିଏ କଠୋରତା। ଅସ୍ୱୀକାର କରାଯାଏ ନାହିଁ ଯେ ବହୁ ବିଧବା ହିଁ ଏହା ପସନ୍ଦ କରନ୍ତି ନାହିଁ। କାରଣ ବିବାହ ନ କରିବା ଅର୍ଥ ହେଲା ବ୍ରହ୍ମଚାରିଣୀର ଜୀବନଯାପନ କରିବା, ଅର୍ଥାତ୍ ସେମାନେ କଦାପି ମାଛ ମାଂସ ଖାଇବେ ନାହିଁ, ମଦ୍ୟପାନ କରିବେ ନାହିଁ ଏବଂ ଶ୍ୱେତ ବସ୍ତ୍ର ଛଡ଼ା ଅନ୍ୟ କୌଣସି ବସ୍ତ୍ର ପିନ୍ଧିବେ ନାହିଁ ଇତ୍ୟାଦି। ସେହି ଜୀବନରେ ବହୁ ବିଧିନିଷେଧ ଅଛି। ଆମେମାନେ ସନ୍ନ୍ୟାସୀ ଜାତି ସର୍ବଦା ତପସ୍ୟା କରୁଅଛୁ ଏବଂ ତପସ୍ୟା ଆମେମାନେ ଭଲ ପାଉ। ଝିଅମାନେ କଦାପି ମାଂସ ଖାଆନ୍ତି ନାହିଁ। ଆମେମାନେ ଯେତେବେଳେ ଛାତ୍ର ଥିଲୁ ସେତେବେଳେ ଆମମାନଙ୍କୁ କଷ୍ଟ କରି ପାନାହାର ସଂଯମ ଅଭ୍ୟାସ କରିବାକୁ ହେଉଥିଲା। ଝିଅମାନଙ୍କ ପକ୍ଷରେ ଏହା କଷ୍ଟକର ନୁହେଁ। ଆମମାନଙ୍କର ଝିଅମାନେ ମନେ କରନ୍ତି ମାଂସ ଖାଇବା କଥା ଚିନ୍ତା କଲେ ମର୍ଯ୍ୟାଦାହାନି ହୁଏ। କୌଣସି କୌଣସି ବର୍ଣ୍ଣର ପୁରୁଷମାନେ ମାଂସ ଖାଆନ୍ତି, କିନ୍ତୁ ଝିଅମାନେ କଦାପି ଖାଆନ୍ତି ନାହିଁ। ତଥାପି ବିବାହ ନ କରିବା ଯେ ଅନେକଙ୍କ ପକ୍ଷରେ କଷ୍ଟ, ଏ ବିଷୟରେ ମୁଁ ନିଶ୍ଚିତ। କିନ୍ତୁ ଆମମାନଙ୍କୁ ପୁଣି ମୂଳକୁ ଫେରିଯିବାକୁ ହେବ। ଭାରତୀୟମାନେ ଗଭୀର ଭାବରେ ସମାଜତାନ୍ତ୍ରିକ। ପରିସଂଖ୍ୟାନରୁ ଦେଖାଯାଏ ଯେ ପ୍ରତ୍ୟେକ ଦେଶର ଉଚ୍ଚବର୍ଣ୍ଣ ଭିତରେ ପୁରୁଷ ସଂଖ୍ୟା ଅପେକ୍ଷା ନାରୀ ସଂଖ୍ୟା ବହୁ ଗୁଣରେ ଅଧିକ। ଏହାର କାରଣ କ'ଣ? କାରଣ ଉଚ୍ଚବର୍ଣ୍ଣର ନାରୀମାନେ ବଂଶାନୁକ୍ରମେ ଆରାମରେ ଜୀବନଯାପନ କରନ୍ତି। ସେମାନେ ପରିଶ୍ରମ କରନ୍ତି ନାହିଁ, ସୂତା ମଧ୍ୟ କାଟନ୍ତି ନାହିଁ। ତଥାପି ସଲୋମନ ତାଙ୍କର ସର୍ବଶ୍ରେଷ୍ଠ ପରିଚ୍ଛଦରେ ମଧ୍ୟ ସେମାନଙ୍କ ଭଳି ଭୂଷିତ ହୋଇନାହାନ୍ତି। ଆଉ ବିଚରା ପୁରୁଷମାନେ, ସେମାନେ ମାଛି ଭଳି ମରନ୍ତି। ଭାରତବର୍ଷରେ ଆହୁରି କୁହାଯାଏ, ଝିଅମାନଙ୍କର ପ୍ରାଣ ଭାରି ଟାଣ, ସହଜରେ ଯାଏ ନାହିଁ। ପରିସଂଖ୍ୟାନରେ ଦେଖିବେ ଯେ ଝିଅମାନେ ଅତି ଦ୍ରୁତ ହାରରେ ପୁରୁଷଙ୍କ ସଂଖ୍ୟା ଅତିକ୍ରମ କରନ୍ତି। ଅବଶ୍ୟ ବର୍ତ୍ତମାନ ସ୍ତ୍ରୀଲୋକମାନେ ପୁରୁଷମାନଙ୍କ ଭଳି କଠୋର ପରିଶ୍ରମ କରନ୍ତି ବୋଲି ଏହାର ବ୍ୟତିକ୍ରମ ଦେଖାଯାଏ। ଉଚ୍ଚବର୍ଣ୍ଣର ନାରୀ ସଂଖ୍ୟା ନିମ୍ନବର୍ଣ୍ଣ ଅପେକ୍ଷା ଅଧିକ। ତେଣୁ ନିମ୍ନବର୍ଣ୍ଣର ଅବସ୍ଥା ଠିକ୍ ବିପରୀତ। ନିମ୍ନବର୍ଣ୍ଣର ସ୍ତ୍ରୀ ପୁରୁଷ ସମସ୍ତେ କଠିନ ପରିଶ୍ରମ କରନ୍ତି। ସ୍ତ୍ରୀ ଲୋକମାନଙ୍କୁ ପୁଣି ଟିକିଏ ବେଶୀ ଖଟିବାକୁ ପଡ଼େ, କାରଣ ସେମାନଙ୍କୁ ଘର କାମ ମଧ୍ୟ କରିବାକୁ ପଡ଼େ। ଏହି ବିଷୟରେ ମୋର କୌଣସି ଚିନ୍ତା ଆସିନଥାନ୍ତା, କିନ୍ତୁ ଆପଣଙ୍କ ମଧ୍ୟରୁ ଜଣେ ମାର୍କିନ୍ ପର୍ଯ୍ୟଟକ ମାର୍କ ଟ୍ୱେନ୍ ଭାରତବର୍ଷ ସମ୍ବନ୍ଧରେ ଲେଖିଛନ୍ତି, ହିନ୍ଦୁ ଆଚାର ସମ୍ବନ୍ଧରେ ପାଶ୍ଚାତ୍ୟ ସମାଲୋଚକମାନେ ଯାହା ହିଁ କୁହନ୍ତୁ ନା କାହିଁକି, ମୁଁ ଭାରତବର୍ଷରେ କେଉଁଠି ହେଲେ ଦେଖିନାହିଁ ଯେ ଲଙ୍ଗଳ ଟାଣିବାର ବଳଦ ସହିତ ବା ଗାଡ଼ି ଟାଣିବା କୁକୁର ସହିତ ସ୍ତ୍ରୀ ଲୋକଙ୍କୁ ଯଚି ଦିଆହୋଇଅଛି। କିନ୍ତୁ ୟୁରୋପର କୌଣସି କୌଣସି ଦେଶରେ ଏହିପରି କରାହୁଏ। ଭାରତବର୍ଷରେ କୌଣସି ସ୍ତ୍ରୀ ଲୋକ ବା ବାଳିକାଙ୍କୁ ଜମି ଚାଷ କରିବାର ଦେଖିନାହିଁ। ରେଳଗାଡ଼ିରେ ଗଲାବେଳେ ଦୁଇ ପାଖରେ ଦେଖିଛି ଯେ ଖରାରେ ପଡ଼ି ହୋଇ ପୁରୁଷ ଓ ବାଳକମାନେ ଖାଲି ଦେହରେ ଜମି ଚାଷ କରୁଛନ୍ତି, କିନ୍ତୁ ଗୋଟିଏ ସ୍ତ୍ରୀଲୋକ ଆଖିରେ ପଡ଼ିନାହିଁ। 2 ଘଣ୍ଟା ରେଳ ଭ୍ରମଣ ମଧ୍ୟରେ କ୍ଷେତରେ କୌଣସି ସ୍ତ୍ରୀଲୋକ ବା ବାଳିକାଙ୍କୁ କାମ କରିବା ଦେଖିନାହିଁ। ଭାରତବର୍ଷରେ ନିମ୍ନତମ ବର୍ଣ୍ଣର ସ୍ତ୍ରୀଲୋକମାନେ ମଧ୍ୟ କୌଣସି କଠିନ ଶ୍ରମସାଧ୍ୟ କାମ କରନ୍ତି ନାହିଁ। ଅନ୍ୟାନ୍ୟ ଜାତିର ସମପର୍ଯ୍ୟାୟର ସ୍ତ୍ରୀଲୋକମାନଙ୍କ ତୁଳନାରେ ସେମାନଙ୍କର ଜୀବନ ଅପେକ୍ଷାକୃତ ଆରାମଦାୟକ। ହଳକର୍ଷଣ ସେମାନେ କଦାପି କରନ୍ତି ନାହିଁ। ଏବେ ଦେଖ, ନିମ୍ନବର୍ଣ୍ଣ ପୁରୁଷଙ୍କ ସଂଖ୍ୟା ସ୍ତ୍ରୀଲୋକଙ୍କ ସଂଖ୍ୟା ଅପେକ୍ଷା ଅଧିକ। ବର୍ତ୍ତମାନ କ'ଣ ଆଶା କର? ପୁରୁଷଙ୍କର ସଂଖ୍ୟା ଅଧିକ ବୋଲି ନାରୀ ବିବାହ କରିବାର ଅଧିକତର ସୁଯୋଗ ପାଏ। ବିଧବାମାନଙ୍କର ବିବାହ ନ ହେବା ପ୍ରସଙ୍ଗରେ ପ୍ରଥମ 2 ବର୍ଣ୍ଣ ଭିତରେ ସ୍ତ୍ରୀଲୋକଙ୍କର ସଂଖ୍ୟା ଅତିମାତ୍ରାରେ ଅଧିକ। ଏଥିପାଇଁ ଏହି ଉଭୟ ସଙ୍କଟ। ଏକ ଦିଗରେ ବିଧବାମାନଙ୍କର ପୁନର୍ବିବାହ ନ ହେବା ପାଇଁ ସମସ୍ୟା ଓ ଦୁଃଖ, ଅନ୍ୟ ଦିଗରେ ବିବାହଯୋଗ୍ୟ କୁମାରୀମାନଙ୍କର ସ୍ୱାମୀ ନ ପାଇବା ସମସ୍ୟା। କେଉଁ ସମସ୍ୟାଟିର ଆମେମାନେ ସମ୍ମୁଖୀନ ହେବୁ? ବିଧବା ସମସ୍ୟା ଅଥବା ବୟସ୍କା କୁମାରୀ ସମସ୍ୟା? ଏହି ଦୁଇଟି ମଧ୍ୟରୁ ଗୋଟିକୁ ନେବାକୁ ହେବ। ବର୍ତ୍ତମାନ ଆସନ୍ତୁ
ଭାରତୀୟ ମନ ସମାଜତାନ୍ତ୍ରିକ, ସେହି ମୂଳ ଭାବଟିକୁ ଫେରିବା। ସମାଜତାନ୍ତ୍ରିକ ଭାରତବାସୀ କହେ, ଦେଖ, ଆମେମାନେ ବିଧବା ସମସ୍ୟାଟିକୁ ଛୋଟ ମନେ କରୁ। କାହିଁକି? କାରଣ ସେମାନଙ୍କୁ ସୁଯୋଗ ମିଳିଥିଲା, ସେମାନଙ୍କୁ ବିବାହ ହୋଇଥିଲା। ଯଦିଓ ସେମାନେ ସୁଯୋଗ ହରାଇଛନ୍ତି, ତଥାପି ଥରେ ତ ସେମାନଙ୍କ ଭାଗ୍ୟରେ ବିବାହ ହୋଇଥିଲା। ସୁତରାଂ ବର୍ତ୍ତମାନ ଶାନ୍ତ ହୁଅ ଏବଂ ସେହି ଭାଗ୍ୟହୀନା କୁମାରୀମାନଙ୍କର କଥା ଚିନ୍ତା କର, ଯେଉଁମାନେ ବିବାହ କରିବାର ସୁଯୋଗ ଥରେ ହେଲେ ପାଇନାହାନ୍ତି। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ। ଅକ୍ସଫୋର୍ଡ ଷ୍ଟ୍ରିଟ୍ରେ ଦିନକର ଗୋଟାଏ ଘଟଣା ମନେ ପଡ଼ୁଛି। ସେତେବେଳେ 10ଟା ହେବ, ଶତ ସହସ୍ର ମହିଳା ବଜାର କରୁଛନ୍ତି। ଏହି ସମୟରେ ଜଣେ ଭଦ୍ରଲୋକ, ବୋଧହୁଏ ସେ ମାର୍କିନ, ଚାରିଆଡ଼େ ଦୃଷ୍ଟି ନିକ୍ଷେପ କରି କହି ଉଠିଲେ, ହାୟ ଭଗବାନ, ଏମାନଙ୍କ ମଧ୍ୟରୁ କେତେଜଣ ସ୍ୱାମୀ ପାଇବେ? ସେଥିପାଇଁ ଭାରତୀୟ ମନ ବିଧବାମାନଙ୍କୁ କହେ, ଭଲ କଥା, ତୁମମାନଙ୍କୁ ତ ସୁଯୋଗ ମିଳିଥିଲା। ତୁମମାନଙ୍କର ଦୁର୍ଭାଗ୍ୟ ପାଇଁ ପ୍ରକୃତରେ ଆମେମାନେ ଖୁବ୍ ଦୁଃଖିତ, କିନ୍ତୁ ଆମେମାନେ ନିରୁପାୟ। ଆହୁରି ଅନେକ ଯେ ବିବାହ ପାଇଁ ଅପେକ୍ଷା କରି ବସିଛନ୍ତି। ଅତଃପର ଏହି ସମସ୍ୟାର ସମାଧାନରେ ଧର୍ମର ପ୍ରସଙ୍ଗ ଆସିପଡ଼େ। ହିନ୍ଦୁ ଧର୍ମ ଗୋଟିଏ ସାନ୍ତ୍ୱନାର ଭାବ ନେଇ ଆସେ, କାରଣ ଆମମାନଙ୍କର ଧର୍ମ ଶିକ୍ଷା ଦିଏ ବିବାହ ଗୋଟିଏ ମନ୍ଦ କାର୍ଯ୍ୟ, ଏହା କେବଳ ଦୁର୍ବଳ ପାଇଁ। ଆଧ୍ୟାତ୍ମିକ ସଂସ୍କାର ସମ୍ପନ୍ନ ନାରୀ ବା ପୁରୁଷ ଆଦୌ ବିବାହ କରନ୍ତି ନାହିଁ। ସୁତରାଂ ଧର୍ମପରାୟଣ ନାରୀ କହେ, ଈଶ୍ୱର ମୋତେ ଭଲ ସୁଯୋଗ ହିଁ ଦେଇଛନ୍ତି। ସୁତରାଂ ମୋର ଆଉ ବିବାହର ପ୍ରୟୋଜନ କ'ଣ? ଭଗବାନଙ୍କର ନାମ କରିବି, ତାଙ୍କର ପୂଜା କରିବି, ମନୁଷ୍ୟକୁ ଭଲ ପାଇ କି ଲାଭ? ଅବଶ୍ୟ ଏହା ସତ୍ୟ ଯେ ସମସ୍ତେ ଭଗବାନଙ୍କଠାରେ ମନ ଦେଇ ପାରନ୍ତି ନାହିଁ। କାହାରି କାହାରି ପକ୍ଷରେ ଏହା ଏକାବେଳକେ ଅସମ୍ଭବ। ସେମାନଙ୍କୁ ଦୁଃଖ ଭୋଗ କରିବାକୁ ହିଁ ହେବ। କିନ୍ତୁ ସେମାନଙ୍କ ପାଇଁ ଅନ୍ୟ ବିଚରାମାନେ କଷ୍ଟ ପାଇପାରନ୍ତି ନାହିଁ। ମୁଁ ସମସ୍ୟାଟିକୁ ଆପଣମାନଙ୍କର ବିଚାର ଉପରେ ଛାଡ଼ିଦେଲି। କିନ୍ତୁ ଆପଣମାନେ ଜାଣି ରଖନ୍ତୁ ଯେ ଏହା ହିଁ ହେଲା ଭାରତୀୟ ମନର ଚିନ୍ତାଧାରା। ଏହାପରେ ନାରୀକୁ ଦୁହିତା ରୂପରେ ଦେଖାଯାଉ। ଭାରତୀୟ ପରିବାରରେ କନ୍ୟା ଗୋଟିଏ ଅତି କଠିନ ସମସ୍ୟା। କନ୍ୟା ଏବଂ ବର୍ଣ୍ଣଜାତି ଏହି ଦୁଇଟି ମିଳି ହିନ୍ଦୁକୁ ସର୍ବଶାନ୍ତ କରନ୍ତି। କାରଣ କନ୍ୟାର ବିବାହ ଏକା ବର୍ଣ୍ଣ ଭିତରେ ଦେବାକୁ ହେବ ଏବଂ ବର୍ଣ୍ଣ ମଧ୍ୟରେ ପୁଣି ଠିକ୍ ଏକ ପ୍ରକାର ବଂଶମର୍ଯ୍ୟାଦାର ପାତ୍ର ସହିତ ବିବାହ ଦେବାକୁ ହେବ। ସେଥିପାଇଁ ବିଚରା ପିତାଙ୍କୁ କନ୍ୟାର ବିବାହ ପାଇଁ ଅନେକ ସମୟରେ ଭିକାରୀ ହୋଇଯିବାକୁ ପଡ଼େ। ପାତ୍ରର ପିତା ପୁତ୍ର ପାଇଁ ବିରାଟପଣ ଦାବି କରନ୍ତି ଏବଂ କନ୍ୟାର ପିତାଙ୍କୁ କନ୍ୟା ପାଇଁ ବର ନିରୂପଣ କରିବା ସକାଶେ ଯଥାସର୍ବସ୍ୱ ବିକ୍ରୟ କରିବାକୁ ପଡ଼େ। ସେଥିପାଇଁ ହିନ୍ଦୁ ଜୀବନରେ କନ୍ୟା ଯେପରି ଏକ କଠିନ ସମସ୍ୟା। ମଜାର କଥା, ଇଂରାଜୀରେ କନ୍ୟାକୁ କୁହାଯାଏ ଡଟର, ସଂସ୍କୃତରେ ଏହାର ପ୍ରତିଶବ୍ଦ ଦୁହିତା। ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ଏହି ଯେ ପ୍ରାଚୀନ କାଳରେ ପରିବାରରେ କନ୍ୟାମାନେ ଗୋଦହନ କରିବାରେ ଅଭ୍ୟସ୍ତ ଥିଲେ ଏବଂ ଦୁହିତା ଶବ୍ଦଟି ଦହନ କରିବା ଅର୍ଥରେ ଦୁଃ ଧାତୁରୁ ଉତ୍ପନ୍ନ ହୋଇଅଛି। ଦୁହିତାର ପ୍ରକୃତ ଅର୍ଥ ହେଉଛି ଦହନକାରିଣୀ। ପରେ ଦୁହିତା ଶବ୍ଦଟିର ଗୋଟିଏ ନୂତନ ଅର୍ଥ ଆବିଷ୍କୃତ ହୋଇଅଛି, ଦହନକାରିଣୀ। ଦୁହିତା ପରିବାରର ସମସ୍ତ ଦୁଗ୍ଧ ଦହନ କରି ନେଇଯାଏ। ଏହା ହିଁ ହେଲା ଦ୍ୱିତୀୟ ଅର୍ଥ। ଭାରତୀୟ ନାରୀ ଯେଉଁ ସବୁ ବିଭିନ୍ନ ସମ୍ପର୍କରେ ସମ୍ବନ୍ଧ, ସେଗୁଡ଼ିକର ବର୍ଣ୍ଣନା କଲି। ମୁଁ ପୂର୍ବରୁ ଆପଣମାନଙ୍କୁ କହିଛି ଯେ ହିନ୍ଦୁ ସମାଜରେ ଜନନୀଙ୍କ ସ୍ଥାନ ସର୍ବୋଚ୍ଚ, ତାଙ୍କ ପରେ ଜାୟା ଏବଂ ଏହାଙ୍କ ପରେ କନ୍ୟା। ଏହି ପର୍ଯ୍ୟାୟକ୍ରମ ଅତ୍ୟନ୍ତ ଦୁରୂହ ଓ ଜଟିଳ। ବହୁ ବର୍ଷ ସେ ଦେଶରେ ବାସ କରି ମଧ୍ୟ କୌଣସି ବିଦେଶୀ ଏହା ବୁଝିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ, ଆମମାନଙ୍କ ଭାଷାରେ ବ୍ୟକ୍ତିବାଚକ ସର୍ବନାମର 3ଟି ରୂପ ଅଛି। ସେଗୁଡ଼ିକ ଅନେକ ସ୍ଥଳରେ କ୍ରିୟା ଭଳି କାର୍ଯ୍ୟ କରେ। ଗୋଟିଏ ଖୁବ୍ ସମ୍ମାନସୂଚକ, ଦ୍ୱିତୀୟଟି ମଧ୍ୟମ ଏବଂ ସର୍ବନିମ୍ନଟି ଅନେକଟା ଇଂରାଜୀର ଦାଉ ଓ ଦି ଭଳି। ଶିଶୁ ଏବଂ ଭୃତ୍ୟମାନଙ୍କ ସମ୍ପର୍କରେ ଶେଷଟି ପ୍ରୟୋଗ କରାହୁଏ। ମଧ୍ୟମଟି ସମାନ ସମାନ ଲୋକଙ୍କ ମଧ୍ୟରେ ବ୍ୟବହୃତ ହୁଏ। ସୁତରାଂ ଦେଖୁଛନ୍ତି ଯେ ଆତ୍ମୀୟତାର ସର୍ବପ୍ରକାର ଜଟିଳ ସମ୍ପର୍କ କ୍ଷେତ୍ରରେ ଏହି ସର୍ବନାମଗୁଡ଼ିକୁ ବ୍ୟବହାର କରିବାକୁ ହୁଏ। ଉଦାହରଣ ସ୍ୱରୂପ, ମୋର ଜ୍ୟେଷ୍ଠା ଭଗ୍ନୀଙ୍କୁ ଆଜୀବନ ମୁଁ ଆପଣ ବୋଲି ସମ୍ବୋଧନ କରେ, କିନ୍ତୁ ସେ କଦାପି ମୋତେ ଆପଣ କହିବେ ନାହିଁ।
ସେ ମୋତେ ତୁମେ କହିବେ, ଭୁଲ କ୍ରମେ ବି ସେ ମୋତେ ଆପଣ କହିବେ ନାହିଁ। ଯଦି କହନ୍ତି ସେଥିରେ ଅମଙ୍ଗଳ ବୁଝିବାକୁ ହେବ। ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ପ୍ରକାଶ କରିବାକୁ ହେଲେ ସେହିପରି ସର୍ବଦା ଏହି ପ୍ରକାର ଭାଷାରେ କରିବାକୁ ହେବ। ପିତାମାତାଙ୍କୁ ତ ଦୂରର କଥା, ବଡ଼ ଭାଇ ବା ଭଉଣୀଙ୍କୁ ମଧ୍ୟ ତୁ, ତୁମ୍ ବା ତୁମେ ବୋଲି ଡାକିବାକୁ ମୋର ସାହସ ହେବ ନାହିଁ। ଆଉ ମାତା ପିତାଙ୍କ ନାମ ଧରି ଆମେ କଦାପି ଡାକିବୁ ନାହିଁ। ଯେତେବେଳେ ଆପଣମାନଙ୍କର ଦେଶର ପ୍ରଥା ଜାଣିନଥିଲି, ସେତେବେଳେ ଗୋଟିଏ ଖୁବ୍ ମାର୍ଜିତ ରୁଚି ପରିବାରର ପୁତ୍ରକୁ ଜନନୀର ନାମ ଧରି ଡାକିବାର ଦେଖି ମୁଁ ଗଭୀର ଭାବରେ ମର୍ମାହତ ହୋଇଥିଲି। ଯାହା ହେଉ, ପରେ ଅଭ୍ୟସ୍ତ ହୋଇଯାଇଛି। ବୁଝିଲି, ଏହା ହିଁ ଏ ଦେଶର ରୀତି। କିନ୍ତୁ ଆମମାନଙ୍କ ଦେଶରେ ଆମେମାନେ କଦାପି ପିତାମାତାଙ୍କର ଉପସ୍ଥିତିରେ ସେମାନଙ୍କର ନାମ ଉଚ୍ଚାରଣ କରୁନାହୁଁ। ଏପରିକି ସେମାନଙ୍କ ଉପସ୍ଥିତିରେ ମଧ୍ୟ ପ୍ରଥମ ପୁରୁଷର ବହୁବଚନ ଉଲ୍ଲେଖ କରୁ। ଏହିପରି ଆମେମାନେ ଦେଖୁ ଯେ ଭାରତୀୟ ନାରୀ ପୁରୁଷଙ୍କର ସମାଜ ଜୀବନରେ ଏବଂ ସମ୍ପର୍କର ତାରତମ୍ୟରେ ଜଟିଳତମ ଜାଲ ବିସ୍ତୃତ ହୋଇ ରହିଅଛି। ଆମମାନଙ୍କ ଦେଶରେ ଗୁରୁଜନଙ୍କ ସମ୍ମୁଖରେ କେହି ସ୍ତ୍ରୀ ସହିତ କଥା କହନ୍ତି ନାହିଁ। ଏକାକୀ ଯେତେବେଳେ ଅନ୍ୟ କେହି ନଥାନ୍ତି ବା କେବଳ ଛୋଟମାନେ ଥାଆନ୍ତି, ସେତିକିବେଳେ ସ୍ତ୍ରୀ ସହିତ କଥାବାର୍ତ୍ତା କୁହାଯାଏ। ଯଦି ମୁଁ ବିବାହ କରିଥାନ୍ତି, ତାହେଲେ ମୋର ଭ୍ରାତୃପୁତ୍ର ଭ୍ରାତୃପୁତ୍ରୀର ସମ୍ମୁଖରେ ସ୍ତ୍ରୀ ସହିତ କଥା କହନ୍ତି, କିନ୍ତୁ ବଡ଼ ଭଉଣୀ ବା ପିତାମାତାଙ୍କ ସମ୍ମୁଖରେ କହନ୍ତି ନାହିଁ। ଭଉଣୀମାନଙ୍କ ନିକଟରେ ସେମାନଙ୍କର ସ୍ୱାମୀ ସମ୍ବନ୍ଧରେ କୌଣସି କଥା ମୁଁ କହିପାରେ ନାହିଁ। ଭାବଟି ଏହି ଯେ ଆମେ ସନ୍ନ୍ୟାସୀ କୈନ୍ଦ୍ରିକ ଜାତି। ଏହି ଗୋଟିଏ ଭାବ ଉପରେ ସମଗ୍ର ସମାଜ ବ୍ୟବସ୍ଥାର ଦୃଷ୍ଟି ନିବଦ୍ଧ ରହିଅଛି। ବିବାହକୁ ଗୋଟିଏ ଅପବିତ୍ର, ଗୋଟିଏ ନିମ୍ନ ପର୍ଯ୍ୟାୟର ବ୍ୟାପାର ବୋଲି ମନେ କରାହୁଏ। ସେଥିପାଇଁ ପ୍ରେମ ବିଷୟ ନେଇ କୌଣସି ଆଲୋଚନା କଦାପି ସମ୍ଭବ ନୁହେଁ। ମା, ଭାଇ, ଭଉଣୀ ବା ଅନ୍ୟ କାହାରି ଆଗରେ ମୁଁ କୌଣସି ଉପନ୍ୟାସ ପଢ଼ିପାରେ ନାହିଁ। ସେମାନେ ଆସିଲେ ଉପନ୍ୟାସଟି ବନ୍ଦ କରିଦିଏ। ପାନ ଭୋଜନ ସମୟରେ ହିଁ ସେହି ଏକା ରୀତି। ଆମେମାନେ ଗୁରୁଜନଙ୍କ ସମ୍ମୁଖରେ ଆହାର କରୁନା। ଶିଶୁ ବା ସମ୍ପର୍କରେ ଛୋଟ ନହେଲେ କୌଣସି ପୁରୁଷ ସମ୍ମୁଖରେ ଆମମାନଙ୍କ ସ୍ତ୍ରୀ ଲୋକମାନେ କଦାପି ଆହାର କରନ୍ତି ନାହିଁ। ସ୍ତ୍ରୀ ଲୋକମାନେ କହନ୍ତି, ମରିଯିବୁ ପଛକେ ତଥାପି ସ୍ୱାମୀ ଆଗରେ କିଛି ଖାଇପାରିବୁ ନାହିଁ। ମଝିରେ ମଝିରେ ଭାଇ ଓ ଭଉଣୀମାନେ ଏକତ୍ର ଖାଇବାକୁ ବସିପାରନ୍ତି। ଧରନ୍ତୁ ମୁଁ ଏବଂ ମୋର ଭଉଣୀ ଏକା ସାଙ୍ଗରେ ଖାଉଛୁ। ଏପରି ସମୟରେ ଭଉଣୀଙ୍କ ସ୍ୱାମୀ ଘର ଦୁଆରରେ ଆସି ଠିଆ ହେଲେ, ତାହେଲେ ତତ୍କ୍ଷଣାତ୍ ଭଉଣୀ ଖାଇବା ବନ୍ଦ କରିଦେବେ ଆଉ ସ୍ୱାମୀ ବିଚରା ଆଡ଼େଇ ହୋଇଯିବେ। ଯେଉଁ ସବୁ ପ୍ରଥା ଆମମାନଙ୍କ ଦେଶର ଏକାନ୍ତ ନିଜସ୍ୱ, ସେହିଗୁଡ଼ିକ ମୁଁ କହିଲି। ଏସବୁ ଭିତରୁ କେତେକ ମୁଁ ଅନ୍ୟାନ୍ୟ ଦେଶରେ ଲକ୍ଷ୍ୟ କରିଛି। ମୁଁ କଦାପି ବିବାହ କରିନାହିଁ। ବଧୂ ସମ୍ବନ୍ଧୀୟ ଜ୍ଞାନ ମୋର ସମ୍ପୂର୍ଣ୍ଣ ନୁହେଁ। ମାତା ଓ ଭଗିନୀ ଯେ କ'ଣ, ତାହା ମୁଁ ଜାଣେ। ଅନ୍ୟର ବଧୂ ମୁଁ ଦେଖିଛି, ମାତ୍ର ସେଥିରୁ ଯେତେ ଟିକେ ଜ୍ଞାନ ସଂଗ୍ରହ କରିଅଛି, ତାହା ହିଁ ଆପଣମାନଙ୍କୁ କହିଲି। ଶିକ୍ଷା ଓ ସଂସ୍କୃତି ନିର୍ଭର କରେ ପୁରୁଷ ଉପରେ, ଅର୍ଥାତ୍ ଯେଉଁଠି ପୁରୁଷମାନେ ଉଚ୍ଚ ସଂସ୍କୃତି ସମ୍ପନ୍ନ, ସେଠାରେ ସ୍ତ୍ରୀ ଲୋକମାନେ ମଧ୍ୟ ସେହିପରି ହେବେ। ଯେଉଁଠାରେ ପୁରୁଷମାନଙ୍କର ସଂସ୍କୃତି ନାହିଁ, ସେଠାରେ ସ୍ତ୍ରୀ ଲୋକମାନଙ୍କର ମଧ୍ୟ ନାହିଁ। ଅତି ପ୍ରାଚୀନ କାଳରୁ ହିନ୍ଦୁ ପ୍ରଥା ଅନୁଯାୟୀ ପ୍ରାଥମିକ ଶିକ୍ଷା ଗ୍ରାମ୍ୟ ବ୍ୟବସ୍ଥାର ଅନ୍ତର୍ଗତ ଥିଲା। ସ୍ମରଣାତୀତ କାଳରୁ ସମସ୍ତ ଭୂମି ରାଷ୍ଟ୍ରାୟତ୍ତ କରାହୋଇଥିଲା। ଆପଣମାନଙ୍କ ଭାଷାରେ ଏଗୁଡ଼ିକ ଥିଲା ସରକାରଙ୍କର। ଜମି ଉପରେ କାହାରି କୌଣସି ବ୍ୟକ୍ତିଗତ ଅଧିକାର ନାହିଁ। ଭାରତବର୍ଷରେ ରାଜସ୍ୱ ଜମିରୁ ଆସେ, କାରଣ ପ୍ରତ୍ୟେକ ସରକାରଙ୍କ ଠାରୁ ନିର୍ଦ୍ଦିଷ୍ଟ ପରିମାଣ ଜମି ଭୋଗ କରନ୍ତି। ଏହି ଜମି ଗୋଟିଏ ଗୋଷ୍ଠୀର ସାଧାରଣ ସମ୍ପତ୍ତି ଏବଂ 5, 10, 20 ବା 100 ପରିବାର ଏକତ୍ର ଉକ୍ତ ଜମି ଦଖଲରେ ରଖିପାରନ୍ତି। ସମସ୍ତ ଜମିକୁ ସେହିମାନେ ହିଁ ନିୟନ୍ତ୍ରଣ କରନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରେ ରାଜସ୍ୱ ସେମାନେ ସରକାରଙ୍କୁ ଦିଅନ୍ତି ଏବଂ ଗୋଟିଏ ଚିକିତ୍ସକ ଏବଂ ଶିକ୍ଷକଙ୍କୁ ଭରଣ ପୋଷଣ କରନ୍ତି ଇତ୍ୟାଦି। ଆପଣମାନଙ୍କ ଭିତରେ ଯେଉଁମାନେ ହାର୍ଭର୍ଡ଼ ସ୍ପେନ୍ସର ପଢ଼ିଛନ୍ତି, ସେମାନଙ୍କର ମନେଥିବ ସେ ତାଙ୍କର ଶିକ୍ଷା ପଦ୍ଧତିକୁ ମଠ ପଦ୍ଧତି କହିଛନ୍ତି। ଏହା ୟୁରୋପରେ ପ୍ରୟୋଗ କରାହୋଇଅଛି। କେଉଁଠି କେଉଁଠି ସାଫଲ୍ୟମଣ୍ଡିତ ମଧ୍ୟ ହୋଇଥିଲା। ଏହି ପଦ୍ଧତି ଅନୁସାରେ ଗ୍ରାମରେ ଜଣେ ଶିକ୍ଷକ ରହନ୍ତି। ତାଙ୍କର ଭାର ଉକ୍ତ ଗ୍ରାମକୁ ନେବାକୁ ହେବ। ଆମମାନଙ୍କର ଏହି ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଅତି ସାଧାରଣ, କାରଣ ଆମମାନଙ୍କର ପଦ୍ଧତି ମଧ୍ୟ ଅତି ସରଳ। ପ୍ରତ୍ୟେକ ବାଳକ ଗୋଟିଏ ଛୋଟ ମସିଣା ଆସନ ନେଇ ଆସେ।
ତାଳପତ୍ରରେ ଲେଖା ଆରମ୍ଭ ହୁଏ, କାରଣ କାଗଜର ଦାମ ଅନେକ। ପ୍ରତ୍ୟେକ ବାଳକ ତାହାର ଆସନ ବିଛେଇ ବସେ, ଦୁଆତ ଓ ପୁସ୍ତକ ସାଙ୍ଗରେ ନେଇ ଆସେ ଏବଂ ଲେଖିବାକୁ ଆରମ୍ଭ କରେ। ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ପାଟିଗଣିତ, କିଛି ସଂସ୍କୃତ ବ୍ୟାକରଣ, ଅଳ୍ପ ଭାଷା ଓ ହିସାବ ଏହି ଶିକ୍ଷା ଦିଆଯାଏ। ବାଲ୍ୟକାଳରେ ଜଣେ ବୃଦ୍ଧ ଆମମାନଙ୍କୁ ନୀତି ବିଷୟକ ଗୋଟିଏ କ୍ଷୁଦ୍ର ପୁସ୍ତକ ମୁଖସ୍ଥ କରାଇଥିଲେ। ଏହାର ଗୋଟିଏ ଶ୍ଳୋକ ବର୍ତ୍ତମାନ ମଧ୍ୟ ମୋର ମନେ ଅଛି। ଗ୍ରାମ ପାଇଁ ପରିବାର, ସ୍ୱଦେଶ ପାଇଁ ଗ୍ରାମ, ମାନବତା ପାଇଁ ସ୍ୱଦେଶ ଏବଂ ଜଗତ ପାଇଁ ସର୍ବସ୍ୱ ତ୍ୟାଗ କରିବ। ଏହିପରି ଅନେକ ଶ୍ଳୋକ ଏହି ପୁସ୍ତକରେ ଅଛି। ଆମେମାନେ ଏଗୁଡ଼ିକୁ ମୁଖସ୍ଥ କରୁ ଏବଂ ଶିକ୍ଷକ ବ୍ୟାଖ୍ୟା କରିଦିଅନ୍ତି। ପରେ ଛାତ୍ର ମଧ୍ୟ ବ୍ୟାଖ୍ୟା କରେ। ବାଳକ ବାଳିକାମାନେ ଏକତ୍ର ହିଁ ଏଗୁଡ଼ିକ ଶିକ୍ଷା କରନ୍ତି। କ୍ରମେ ସେମାନଙ୍କର ଶିକ୍ଷା ପୃଥକ ହୋଇଯାଏ। ପ୍ରାଚୀନ ସଂସ୍କୃତ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଧାନତଃ ଛାତ୍ରମାନଙ୍କ ପାଇଁ ଥିଲା। ଛାତ୍ରୀମାନେ କ୍ୱଚିତ୍ ସେଠାକୁ ଯାଆନ୍ତି, କିନ୍ତୁ କିଛି ବ୍ୟତିକ୍ରମ ଥିଲା। ବର୍ତ୍ତମାନ କାଳରେ ୟୁରୋପୀୟ ଧରଣରେ ଉଚ୍ଚଶିକ୍ଷା ଉପରେ ଅଧିକତର ଝୁଙ୍କ ଦେଖାଦେଇଛି। ଝିଅମାନେ ଏହି ଉଚ୍ଚଶିକ୍ଷା ଲାଭ କରନ୍ତୁ, ଏ ଦିଗରେ ଜନମତ ପ୍ରବଳ ହେଉଅଛି। ଅବଶ୍ୟ ଭାରତବର୍ଷରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଝିଅମାନଙ୍କର ଉଚ୍ଚଶିକ୍ଷା ଚାହାନ୍ତି ନାହିଁ, କିନ୍ତୁ ଯେଉଁମାନେ ଚାହାନ୍ତି ସେହିମାନେ ଜୟଲାଭ କରିଅଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଆଜି ମଧ୍ୟ ଇଂଲଣ୍ଡରେ ଅକ୍ସଫୋର୍ଡ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏବଂ ଆମେରିକାରେ ହାର୍ଭାର୍ଡ ଓ ୟେଲ୍ ବିଶ୍ୱବିଦ୍ୟାଳୟର ଦ୍ୱାର ଝିଅମାନଙ୍କ ପାଇଁ ରୁଦ୍ଧ। କିନ୍ତୁ କଲିକତା ବିଶ୍ୱବିଦ୍ୟାଳୟ 20 ବର୍ଷରୁ ଅଧିକ ହେଲା ଝିଅମାନଙ୍କ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ କରିଦେଇଛି। ମୋର ମନେ ଅଛି, ଯେଉଁ ବର୍ଷ ମୁଁ BA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ, ସେହି ବର୍ଷ କେତୋଟି ଛାତ୍ରୀ ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଏକ ମାନ, ଏକ ପାଠ୍ୟସୂଚୀ ଥିଲା ଏବଂ ପରୀକ୍ଷାରେ ଛାତ୍ରୀମାନେ ବେଶ୍ ଭଲ ମଧ୍ୟ କରିଥିଲେ। ଝିଅମାନଙ୍କର ଶିକ୍ଷା ବିଷୟରେ ଆମମାନଙ୍କ ଧର୍ମ ବାଧା ଦିଏ ନାହିଁ। ଏହିପରି ଝିଅମାନଙ୍କୁ ଶିକ୍ଷା ଦେବାକୁ ହେବ, ଏହି ଭାବରେ ସେମାନଙ୍କୁ ଗଢ଼ି ତୋଳିବାକୁ ହେବ। ପ୍ରାଚୀନ ପୁସ୍ତକରେ ଆମେମାନେ ଆହୁରି ଦେଖୁ, ପୁଅ ଝିଅମାନେ ଉଭୟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, କିନ୍ତୁ ପରବର୍ତ୍ତୀ କାଳରେ ସମସ୍ତ ଜାତିର ଶିକ୍ଷା ହିଁ ଅବହେଳିତ ହୋଇଅଛି। ବୈଦେଶିକ ଶାସନରେ ଆଉ କ'ଣ ଆଶା କରାଯାଏ? ବିଦେଶୀ ବିଜେତାମାନେ ଆମମାନଙ୍କର କଲ୍ୟାଣ କରିବା ପାଇଁ ତ ଆସିନାହାନ୍ତି, ସେମାନେ ଧନ ସମ୍ପଦ ଚାହାନ୍ତି। ମୁଁ 12 ବର୍ଷ କଠୋର ଅଧ୍ୟୟନ କରି କଲିକତା ବିଶ୍ୱବିଦ୍ୟାଳୟରୁ BA ପାସ୍ କରିଛି, କିନ୍ତୁ ମୋ ଦେଶରେ ମୁଁ ମାସରେ $5 ମଧ୍ୟ ଆୟ କରିପାରେ ନାହିଁ। ଏହା କ'ଣ ଆପଣମାନେ ବିଶ୍ୱାସ କରିବେ? ଏହା ହିଁ ପ୍ରକୃତ ଅବସ୍ଥା। ବିଦେଶୀ ପ୍ରବର୍ତ୍ତିତ ଶିକ୍ଷାୟତନଗୁଡ଼ିକର ଉଦ୍ଦେଶ୍ୟ ବହୁ ସଂଖ୍ୟକ କିରାଣୀ, ପୋଷ୍ଟମାଷ୍ଟର, ଟେଲିଗ୍ରାଫ ଅପରେଟର ପ୍ରଭୃତି ତିଆରି କରି ଅଳ୍ପ ଅର୍ଥର ବିନିମୟରେ ପ୍ରୟୋଜନର ଉପଯୋଗୀ ଦଳେ କାର୍ଯ୍ୟଦକ୍ଷ କ୍ରୀତଦାସ ପାଇବା। ଏହା ହିଁ ହେଲା ଏହି ଶିକ୍ଷାର ସ୍ୱରୂପ। ଫଳରେ ବାଳକ ବାଳିକାମାନଙ୍କର ଶିକ୍ଷା ସମ୍ପୂର୍ଣ୍ଣ ଉପେକ୍ଷିତ ହେଉଅଛି। ଆମମାନଙ୍କ ଦେଶରେ କରିବା ପାଇଁ ଅନେକ କିଛି ଅଛି। ଯଦି ଆପଣମାନେ ମୋତେ କ୍ଷମା କରିବେ ଏବଂ ଅନୁମତି ଦିଅନ୍ତି, ତାହେଲେ ଆପଣମାନଙ୍କର ଗୋଟିଏ ପ୍ରବାଦ ବାକ୍ୟ ମୁଁ କହିବି, ହଂସୀର ଯାହା ଖାଦ୍ୟ, ହଂସର ମଧ୍ୟ ତାହା ହିଁ ଖାଦ୍ୟ। ବିଦେଶୀ ମହିଳାମାନେ ହିନ୍ଦୁ ନାରୀମାନଙ୍କର କଠୋର ଜୀବନ ଦେଖି କେତେ ଚିତ୍କାର କରନ୍ତି, କାନ୍ଦନ୍ତି, କିନ୍ତୁ ହିନ୍ଦୁ ପୁରୁଷମାନଙ୍କର କଠୋର ଜୀବନ ଉପରେ ଆପଣମାନଙ୍କର କୌଣସି ଦୃଷ୍ଟି ନାହିଁ। ଆପଣମାନଙ୍କର ଆଖି ଲୁହ କୃତ୍ରିମ। ଛୋଟ ଛୋଟ ବାଳିକାମାନଙ୍କର ବିବାହ ହୁଏ କେଉଁମାନଙ୍କ ସହିତ? ଜଣକୁ ଯେତେବେଳେ କୁହାହେଲା ଯେ ବୃଦ୍ଧମାନଙ୍କ ସହିତ ଏହି ବାଳିକାମାନଙ୍କର ବିବାହ ହୁଏ, ସେତେବେଳେ ସେ କହି ଉଠିଲେ, ଯୁବକମାନେ ତାହେଲେ କ'ଣ କରନ୍ତି? କି ଆଶ୍ଚର୍ଯ୍ୟ! ବାଳିକାମାନଙ୍କର କ'ଣ ଖାଲି ବୃଦ୍ଧମାନଙ୍କ ସହିତ ହିଁ ବିବାହ ଦିଆ ହୁଏ? ଆମେମାନେ ଯେ ବୃଦ୍ଧ ହୋଇ ଜନ୍ମଗ୍ରହଣ କରୁ, ବୋଧହୁଏ ଆମମାନଙ୍କ ଦେଶର ସବୁ ଲୋକ ହିଁ ଏହିପରି। ଆତ୍ମାର ମୁକ୍ତି ଭାରତବର୍ଷର ଆଦର୍ଶ। ଜଗତଟା କିଛି ନୁହେଁ, ଏହା ଗୋଟିଏ ଦୃଶ୍ୟ ମାତ୍ର, ଗୋଟିଏ ସ୍ୱପ୍ନ। ଏହି ଜୀବନ କୋଟି କୋଟି ଜୀବନ ଭଳି ଗୋଟିଏ। ସମସ୍ତ ପ୍ରକୃତି ହିଁ ମାୟା, ଗୋଟାଏ ଛାୟା, ଛାୟାର ଆଗାର। ଏହା ହିଁ ହେଲା ଭାରତୀୟ ଜୀବନ ଦର୍ଶନ। ଶିଶୁମାନେ ଜୀବନକୁ ଅଭିନନ୍ଦିତ କରନ୍ତି, ଏହାକୁ ମଧୁର ଓ ସୁନ୍ଦର ବୋଲି ଭାବନ୍ତି, କିନ୍ତୁ କେତେ ବର୍ଷରେ ହିଁ ଯେଉଁଠୁ ସେମାନେ ଆରମ୍ଭ କରିଥିଲେ ସେହିଠାକୁ ହିଁ ଫେରି ଆସିବାକୁ ହେବ। କାନ୍ଦି କାନ୍ଦି ଜୀବନ ଆରମ୍ଭ କରିଥିଲେ, କାନ୍ଦି କାନ୍ଦି ଜୀବନ ଶେଷ କରିବେ। ଯୌବନମତ୍ତ ଜାତିମାନେ ମଧ୍ୟ ଭାବନ୍ତି ଯେ ସେମାନେ ଯାହା ଖୁସି ତାହା ହିଁ କରିପାରନ୍ତି। ସେମାନେ ମନେ କରନ୍ତି ଆମେମାନେ ପୃଥିବୀର ଅଧିପତି ଦେବତା, ଭଗବାନଙ୍କର ଚିହ୍ନିତ ଜାତି। ସେମାନେ ଭାବନ୍ତି ସମଗ୍ର ଜଗତକୁ ଶାସନ କରିବାର, ଈଶ୍ୱରଙ୍କର ପରିକଳ୍ପନା ରୂପାୟିତ କରିବାର, ସେମାନଙ୍କର ଯାହା ଇଚ୍ଛା କରିବାର, ପୃଥିବୀକୁ ଓଲଟପାଲଟ କରିବାର ଆଦେଶପତ୍ର
ସର୍ବଶକ୍ତିମାନ ଈଶ୍ୱର ଯେପରି ସେହିମାନଙ୍କୁ ଦେଇଛନ୍ତି। ହତ୍ୟା ଓ ଲୁଣ୍ଠନ କରିବାର ଛାଡ଼ପତ୍ର ସେହିମାନେ ହିଁ ପାଇଛନ୍ତି। ଭଗବାନ ସେମାନଙ୍କୁ ଏହିସବୁ ସ୍ୱାଧୀନତା ଦେଇଛନ୍ତି। ଶିଶୁ ବୋଲି ସେମାନେ ଏହିସବୁ ଅପକର୍ମ କରନ୍ତି। ସେହି ହେତୁ ସାମ୍ରାଜ୍ୟ ପରେ ସାମ୍ରାଜ୍ୟର ଆବିର୍ଭାବ ହୋଇଅଛି। ସେମାନଙ୍କର କେତେ ମହିମା ଓ ବର୍ଣ୍ଣଚ୍ଛଟା, କିନ୍ତୁ ସେମାନେ ବିସ୍ମୃତି ଗର୍ଭରେ ନିଶ୍ଚିହ୍ନ ହୋଇଯାଇଛନ୍ତି। ହୁଏତ ଧ୍ୱଂସ ସ୍ତୂପରେ ସେଗୁଡ଼ିକ ବିରାଟ। ପଦ୍ମପତ୍ରରେ ଜଳବିନ୍ଦୁ ଯେପରି ଟଳମଳ ହୋଇ ମୁହୂର୍ତ୍ତକରେ ପଡ଼ିଯାଏ, ସେହିପରି ଏହି ନଶ୍ୱର ଜୀବନ। ଯେଉଁ ଦିଗକୁ ଆମେମାନେ ଚାହୁଁ ସେହି ଦିଗରେ ଦେଖୁ ଧ୍ୱଂସ। ଆଜି ଯେଉଁଠି ଅରଣ୍ୟ, ଏକ ସମୟରେ ସେହିଠାରେ ଥିଲା ବଡ଼ ବଡ଼ ନଗରୀମଣ୍ଡିତ ଶକ୍ତିଶାଳୀ ସାମ୍ରାଜ୍ୟ। ଭାରତୀୟ ମନରେ ଏହା ହିଁ ହେଲା ପ୍ରଧାନତମ ଚିନ୍ତା ଓ ମୂଳ ସ୍ୱର। ଆମେମାନେ ଜାଣୁ ଆପଣମାନଙ୍କର ପାଶ୍ଚାତ୍ୟ ଜାତିର ଶିରାରେ ତରୁଣ ଶକ୍ତି ପ୍ରବାହିତ। ଆମେମାନେ ଜାଣୁ ମନୁଷ୍ୟ ଭଳି ଜାତିର ମଧ୍ୟ ସୁଦିନ ଆସେ। କେଉଁଠି ଗ୍ରୀସ୍, କେଉଁଠି ରୋମ୍, ସେଦିନର ସେହି ଶକ୍ତିଧର ସ୍ପେନ୍ କେଉଁଠି? କିଏ ଜାଣେ? ଏହିସବୁ ପରିବର୍ତ୍ତନ ମଧ୍ୟ ଦେଇ ଭାରତର କ'ଣ ହୋଇଅଛି? ଏହି ରୂପେ ଜାତିର ଜନ୍ମ ହୁଏ ଏବଂ କାଳକ୍ରମେ ସେମାନଙ୍କର ଧ୍ୱଂସ ହୁଏ। ଏହି ଭାବରେ ସେମାନଙ୍କର ଉତ୍ଥାନ ପତନ। ଯେଉଁମାନଙ୍କର ଦୁର୍ଦ୍ଧର୍ଷ ସୈନ୍ୟବାହିନୀକୁ ଜଗତର କୌଣସି ଶକ୍ତି ପ୍ରତିରୋଧ କରିପାରି ନାହିଁ, ଯେଉଁମାନଙ୍କ ଭାଷାରେ ସେହି ଭୟାବହ ଟାର୍ଟାର ଶବ୍ଦଟି ରଖିଯାଇଛନ୍ତି, ସେହି ମୋଗଲ ଆକ୍ରମଣକାରୀଙ୍କୁ ହିନ୍ଦୁ ଶୈଶବରୁ ଜାଣେ। ହିନ୍ଦୁ ତାହାର ପାଠ ଶିକ୍ଷା କରିଛି। ଆଜିକାର ଶିଶୁମାନଙ୍କ ଭଳି ସେ ପ୍ରଳାପ କରିବାକୁ ଚାହେଁ ନାହିଁ। ହେ ପାଶ୍ଚାତ୍ୟ ଜାତି, ତୁମମାନଙ୍କର ଯାହା କହିବାର ତାହା କୁହ। ବର୍ତ୍ତମାନ ତ ତୁମମାନଙ୍କର ଦିନ। ବର୍ତ୍ତମାନ କାଳ ହେଲା ଶିଶୁମାନଙ୍କର ପ୍ରଳାପ କରିବାର କାଳ। ଆମେମାନେ ଯାହା ଶିଖିବାର ତାହା ଶିଖିଅଛୁ। ବର୍ତ୍ତମାନ ଆମେମାନେ ମୌନ। ତୁମମାନଙ୍କର କିଛି ଧନ ସମ୍ପଦ ହୋଇଅଛି, ସେହି ହେତୁ ତୁମେମାନେ ଆମମାନଙ୍କୁ ଅବଜ୍ଞା କର। ଭଲ କଥା। ବର୍ତ୍ତମାନ ତୁମମାନଙ୍କର ଦିନ ପଡ଼ିଛି। ବେଶ ବେଶ, ଶିଶୁ ତୁମେମାନେ ଅଧା ଅଧା କଥା କୁହ। ଏହା ହିଁ ହେଲା ହିନ୍ଦୁର ମନୋଭାବ। ଅସାର ବାକ୍ୟ ବିନ୍ୟାସ ଦ୍ୱାରା ଭଗବତ ପ୍ରାପ୍ତି ହୁଏ ନାହିଁ। ଏପରିକି ମେଧାଶକ୍ତି ସାହାଯ୍ୟରେ ମଧ୍ୟ ସେ ଲଭ୍ୟ ନୁହନ୍ତି। ବାହୁବଳରେ ମଧ୍ୟ ତାଙ୍କୁ ଲାଭ କରାଯାଏ ନାହିଁ। ପରମେଶ୍ୱର ତାଙ୍କରି ନିକଟକୁ ଆସନ୍ତି ଯିଏ ବସ୍ତୁର ଗୋପନ ଉତ୍ସଟି ଜାଣନ୍ତି, ଯିଏ ଅନ୍ୟ ସବୁ କିଛି ନଶ୍ୱର ବୋଲି ଜାଣିଛନ୍ତି। ଆଉ କାହାରି ନିକଟକୁ ସେ ଆସନ୍ତି ନାହିଁ। ଯୁଗ ଯୁଗାନ୍ତରର ଅଭିଜ୍ଞତା ଭିତର ଦେଇ ଭାରତବର୍ଷ ଶିକ୍ଷା ପାଇଅଛି। ଭାରତ ବର୍ତ୍ତମାନ ଭଗବାନଙ୍କର ଅଭିମୁଖୀ। ଭାରତବର୍ଷ ଅନେକ ଭୁଲ କରିଅଛି। ତାହା ଉପରେ ଅନେକ ଜଞ୍ଜାଳର ବୋଝ ସ୍ତୂପୀକୃତ ହୋଇଅଛି। ସେଥିରେ କ'ଣ ଯାଏ ଆସେ? ଆବର୍ଜନା ପରିଷ୍କାର ଦ୍ୱାରା, ନଗର ପରିଷ୍କାର ଦ୍ୱାରା କ'ଣ ହୁଏ? ଏହା କ'ଣ ଜୀବନ ଦିଏ? ଯେଉଁମାନଙ୍କର ସୁନ୍ଦର ପ୍ରତିଷ୍ଠାନ ଅଛି, ସେମାନଙ୍କର ମଧ୍ୟ ମୃତ୍ୟୁ ହୁଏ। ଆଉ ପ୍ରତିଷ୍ଠାନର କଥା ନ କହିବା ଭଲ। କ୍ଷଣଭଙ୍ଗୁର ଏହି ପାଶ୍ଚାତ୍ୟ ପ୍ରତିଷ୍ଠାନଗୁଡ଼ିକ 5 ଦିନ ଲାଗେ ସେମାନଙ୍କୁ ଗଢ଼ିବାକୁ, ଆଉ ଷଷ୍ଠ ଦିବସରେ ସେଗୁଡ଼ିକ ଧ୍ୱଂସ ପାଇଯାନ୍ତି। ଏହିସବୁ କ୍ଷୁଦ୍ର କ୍ଷୁଦ୍ର ଜାତି ଗୋଟିଏ ହେଲେ ଏକାଦିକ୍ରମେ 200 ବର୍ଷ ତିଷ୍ଠି ପାରନ୍ତି ନାହିଁ। ଆଉ ଆମମାନଙ୍କର ପ୍ରତିଷ୍ଠାନଗୁଡ଼ିକ କାଳର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି। ହିନ୍ଦୁ କହେ, ହଁ, ଆମେମାନେ ପ୍ରାଚୀନ ଜାତିଗୁଡ଼ିକର ମୃତ୍ୟୁର ସାକ୍ଷୀ। ନୂତନ ଜାତିଗୁଡ଼ିକର ମଧ୍ୟ ମୃତ୍ୟୁ ଦେଖିବା ପାଇଁ ଛିଡ଼ା ହୋଇଅଛୁ। କାରଣ ଆମମାନଙ୍କର ଆଦର୍ଶ ଇହ ସଂସାରର ନୁହେଁ, ଊର୍ଦ୍ଧ୍ୱଲୋକର। ତୁମର ଯାହା ଆଦର୍ଶ, ତୁମେ ସେହିପରି ହିଁ ହେବ। ଆଦର୍ଶ ଯଦି ନଶ୍ୱର ହୁଏ, ପୃଥିବୀ କୈନ୍ଦ୍ରିକ ହୁଏ, ଜୀବନ ମଧ୍ୟ ସେହିପରି ହେବ। ଆଦର୍ଶ ଯଦି ଜଡ଼ ହୁଏ, ତେବେ ତୁମେମାନେ ଜଡ଼ ହିଁ ହେବ। ଦେଖ, ଆମମାନଙ୍କର ଆଦର୍ଶ ଆତ୍ମା, ସେହି ଏକମାତ୍ର ସତ୍ ପଦାର୍ଥ। ଆତ୍ମା ଛଡ଼ା ଅନ୍ୟ କିଛି ହିଁ ନାହିଁ ଏବଂ ଆମେମାନେ ଆତ୍ମା ସଦୃଶ ହିଁ ଚିରଞ୍ଜୀବୀ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।